ଚାଲନ୍ତୁ ବାଇବଲ ଖୋଲିବା ଯହୋଶୁଆ ପୁସ୍ତକ 14 ପର୍ବ 6 ପଦରୁ ଦେଖିବା ମାନେ ସେ ସମୟରେ ଜିହୁଦା ସନ୍ତାନଗଣ ଗିଲଗଲରେ ଯହୋଶୁଆଙ୍କ ନିକଟକୁ ଆସିଲେ। ତୁ କନିଷିୟ ଜିଫୁନିର ପୁତ୍ର କାଲେବ ତାଙ୍କୁ କହିଲେ, ସଦାପ୍ରଭୁ ତୁମ ବିଷୟରେ ଓ ଆମ୍ଭ ବିଷୟରେ ପରମେଶ୍ୱରଙ୍କ ଲୋକ ମୋଶାଙ୍କୁ କାଦେଶ ବନ୍ୟରେ ଯାହା କହିଥିଲେ ତାହା ତୁମେ ଜାଣ। ମୋର 40 ବର୍ଷ ବୟସରେ ସଦାପ୍ରଭୁଙ୍କ ସେବକ ମୋଶା ଦେଶ ଅନୁସନ୍ଧାନ କରିବା ପାଇଁ କାଦେଶ ବନ୍ୟ ଠାରୁ ମୋତେ ପଠାଇଥିଲେ। ତହିଁରେ ମୁଁ ଆପଣ ମନରେ ଯାହା ଥିଲା ତଦନୁସାରେ ତାଙ୍କୁ ସମ୍ବାଦ ଆଣିଦେଲି। ତଥାପି ମୋର ଯେଉଁ ଭାତୃଗଣ ମୋର ସଙ୍ଗେ ଯାଇଥିଲେ ସେମାନେ ଲୋକମାନଙ୍କ ହୃଦୟ ତରଳାଇ ପକାଇଲେ, ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ମୋର ପରମେଶ୍ୱରଙ୍କର ଅନୁଗତ ହେଲି। ଏ ତ ମୋଶା ସେହି ଦିନ ଶପଥ କରି କହିଲେ, ଯେଉଁ ଭୂମିରେ ତୁମର ପାଦ ପଡ଼ିଅଛି ତାହା ଅବଶ୍ୟ ତୁମର ଯୁଗାନୁକ୍ରମେ ତୁମ ସନ୍ତାନଗଣର ଅଧିକାର ହେବ, ଯେହେତୁ ତୁମେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଆମ ପରମେଶ୍ୱରଙ୍କର ଅନୁଗତ ହୋଇଅଛ। ଏବେ ଦେଖ, ପ୍ରାନ୍ତରରେ ଇସ୍ରାଏଲ ଭ୍ରମଣ କରିବା ବେଳେ ସଦାପ୍ରଭୁ ମୋଶାଙ୍କୁ ସେହି ଯେଉଁ କଥା କହିଥିଲେ ତଦବଧି ସଦାପ୍ରଭୁ ଆପଣ ବାକ୍ୟ ଅନୁସାରେ ମୋତେ 45 ବର୍ଷ ହେଲା ଜୀବିତ ରଖିଅଛନ୍ତି। ଏଣୁ ଏବେ ଦେଖ, ମୁଁ ଆଜି 4 କୋଡ଼ି 5 ବର୍ଷ ବୟସ୍କ ହୋଇଅଛି। ତଥାପି ମୋଶା ଯେଉଁଦିନ ମୋତେ ପଠାଇଥିଲେ ସେଦିନ ମୁଁ ଯେପରି ବଳବାନ ଥିଲି ସେପରି ଆଜି ଅଛି। ଯୁଦ୍ଧ କରିବା ପାଇଁ ଓ ବାହାରେ ଭିତରେ ଯିବା ଆସିବା ପାଇଁ ସେ ସମୟରେ ମୋର ଯେପରି ବଳ ଥିଲା ସେପରି ଏବେ ମଧ୍ୟ ମୋର ବଳ ଅଛି। ଏ ହେତୁ ସେଦିନ ଏହି ଯେଉଁ ପର୍ବତ ବିଷୟରେ ସଦାପ୍ରଭୁ କହିଥିଲେ ତାହା ମୋତେ ଦିଅ, କାରଣ ଅନାକ୍ୟମାନେ ସେଠାରେ ଥାଆନ୍ତି ଓ ନଗରମାନ ବୃହତ୍ ଓ ପ୍ରାଚୀର ବେଷ୍ଟିତ। ଏହା ତୁମ୍ଭେ ସେଦିନ ଶୁଣିଥିଲ। ହୋଇପାରେ ସଦାପ୍ରଭୁ ମୋର ସଙ୍ଗରେ ହେବେ, ପୁଣି ମୁଁ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେମାନଙ୍କୁ ତୋଡ଼ିଦେବି। ଏଥିରେ ଯହୋଶୁଆ ତାଙ୍କୁ ଆଶୀର୍ବାଦ କଲେ। ପୁଣି ସେ ଜିଫନିର ପୁତ୍ର କାଲେବକୁ ଅଧିକାର ହିବ୍ରଣ ଦେଲେ। ଏ ହେତୁ ଆଜି ପର୍ଯ୍ୟନ୍ତ ହିବ୍ରଣ କନିଷିୟ ଜିଫନିର ପୁତ୍ର କାଲେବଙ୍କର ଅଧିକାର ହୋଇଅଛି, ଯେହେତୁ ସେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କ ଅନୁଗତ ହୋଇଥିଲେ। ଏହି ଦିନ ମାନଙ୍କରେ ଯେତେବେଳେ ଆମେ ବାକ୍ୟକୁ ଶୁଣୁଛୁ, ସ୍ୱତନ୍ତ୍ର ଭାବରେ ମୁଁ ବାଇବଲକୁ ପଢୁଛି, ତାପରେ ସିନିୟର ମିଶନାରୀ ମାନଙ୍କ ଠାରୁ ମୁଁ ଯେତେବେଳେ ବାକ୍ୟକୁ ଶୁଣୁଛି, ମୁଁ ଅଧିକରୁ ଅଧିକ ମାତ୍ରାରେ ପରମେଶ୍ୱରଙ୍କର ଆଶ୍ଚର୍ଯ୍ୟ ଗୁପ୍ତ ହୋଇଥିବା ଆଶୀର୍ବାଦ ଯାହାକି ଜଗତର ଦୃଷ୍ଟିରୁ ଦେଖାଯାଉନାହିଁ, କିଏ ଜଗତର ଜ୍ଞାନ ଅନୁସାରେ ମଧ୍ୟ ବୁଝିବା ବହୁତ କଷ୍ଟ ନାହିଁ, ଅସମ୍ଭବ ଅଟେ। କିନ୍ତୁ ବିପରୀତ ଭାବରେ ପରମେଶ୍ୱରଙ୍କୁ ବେଶୀ ଧନ୍ୟବାଦ ଦଉଛି ଯେ ମୁଁ ଏ ପ୍ରକାର ମଣ୍ଡଳୀକୁ ପ୍ରଭୁ ଦେଲେ, ଯେଉଁ ମଣ୍ଡଳୀ ଭିତରେ ପରମେଶ୍ୱର ଦେଇଥିବା ଗୁପ୍ତ ଭାବରେ ଯେଉଁ ଧନ ଆମମାନଙ୍କ ପାଇଁ ପ୍ରାପ୍ତ ହୋଇଅଛି। ତେଣୁକରି ଲେଖା ହେଇଛି ବାଇବଲରେ ଯେ ଆତ୍ମିକ ଜୀବନ ହେଉଛି ଶାନ୍ତି ଆଉ ପ୍ରକୃତିରେ ଜୀବନ ଅଟେ। ଆତ୍ମିକ ଜୀବନର ପ୍ରତ୍ୟେକ ଅଂଶରେ, ପ୍ରତ୍ୟେକ ମୁହୂର୍ତ୍ତରେ ପରମେଶ୍ୱର ଆମମାନଙ୍କୁ ଅନେକ ଗୁଡ଼ିଏ ବିଷୟକୁ ଦେଇକି ଆମକୁ କଢ଼ିକି ନେଇ ଆସୁଛନ୍ତି ଆଜି ପର୍ଯ୍ୟନ୍ତ। ତେଣୁକରି ଅଧିକ କିଛି ବିଷୟ ଜାଣିବା ଉଚିତ ନାହିଁ। ଆମମାନେ ବାଇବଲର ଲୋକମାନେ ଭାବନ୍ତି କିଛି ଗୋଟେ ବିଷୟ ସ୍ୱତନ୍ତ୍ର ଭାବରେ ଯଦି ମୁଁ କହିବି ଲୋକମାନଙ୍କୁ, ତାହେଲେ ମୁଁ ଆତ୍ମିକ ଭାବରେ ପରିଚିତ ହେବି ଆଉ ଲୋକମାନେ ମୋତେ ବେଶୀ ସମ୍ମାନ ଦେବେ। ଦେଖନ୍ତୁ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ କଣ ଚାହାନ୍ତି ଆମମାନଙ୍କୁ ନେଇକି, ମଣ୍ଡଳୀ ଆମ ଆଡ଼କୁ ନେଇକି କଣ ଚାହେଁ, ତତ୍ ସହିତ ପରମେଶ୍ୱରଙ୍କ ଦାସ ଆମମାନଙ୍କ ଆଡ଼କୁ କଣ ଦୃଷ୍ଟିରେ ସେ ଆମମାନଙ୍କ ସହିତ ଜଡ଼ିତ ହେଇଛନ୍ତି। ଯଦି ବାକ୍ୟର ନିକଟକୁ ଯଦି ଆମେ ଯାଉଛୁ, ପରମେଶ୍ୱରଙ୍କର ଫୋକସ୍ ହେଉଛି ଆମମାନଙ୍କର ହୃଦୟରେ ଆମେ ସଦାବେଳେ ପରମେଶ୍ୱରଙ୍କର ହୃଦୟକୁ ନେଇକି, ପରମେଶ୍ୱରଙ୍କର ଚେତାକୁ ନେଇକି ପ୍ରଭୁ ଚାହୁଁଥିବା ବିଷୟ ଆମର ଜୀବନରେ ଯେପରି ଭାବରେ ଗୁରୁତ୍ୱପୂର୍ଣ୍ଣ ଭାବରେ ସ୍ଥାପନ ହେବ।
ଈଶ୍ୱର ଚାହାନ୍ତି, ମନୁଷ୍ୟକୁ ସୃଷ୍ଟି କରିବା ପଛରେ ଈଶ୍ୱରଙ୍କର ଯୋଜନା ଥିଲା, ଇଚ୍ଛା ଥିଲା ଯେ ଆମର ପ୍ରତିମୂର୍ତ୍ତିରେ ଆପଣ ସାଦୃଶ୍ୟରେ ମୁଁ ମନୁଷ୍ୟକୁ ନିର୍ମାଣ କରିବି କହିକି ପ୍ରଭୁ କହିଲେ। ତେଣୁ ମନୁଷ୍ୟ ଗୋଟେ ପ୍ରାଣୀ ନୁହେଁ ଯିଏକି କିଛି ମଧ୍ୟ ନିଜ ବିଷୟରେ ଚିନ୍ତା କରିବା ଉଚିତ, କି କିଛି ବିଷୟ ମଧ୍ୟ ନେଇକି ସେ ଈଶ୍ୱରଙ୍କ ଠାରୁ ଅଲଗା ହେଇକି ବଞ୍ଚିବା କୌଣସି ଦୃଷ୍ଟିରେ ପ୍ରଭୁଙ୍କ ସାମ୍ନାରେ ଯଥାର୍ଥ ନୁହେଁ ଏହା। ତେଣୁକରି ପରମେଶ୍ୱରଙ୍କର ମନକୁ ଜାଣିବାଟା, ପରମଙ୍କର ଇଚ୍ଛାକୁ ଜାଣିବାଟା ହଉଛି ବହୁତ ବହୁତ ଆବଶ୍ୟକ। ଆମେ ଯେତେ ଅଧିକ ପରମେଶ୍ୱରଙ୍କ ବାକ୍ୟର ଗଭୀରକୁ ପ୍ରବେଶ କରିବା, ସେତେ ଅଧିକ ଆମମାନେ ମୁକ୍ତତାର ଜୀବନକୁ ବିତେଇ ପାରିବା। ଆଉ ଆମମାନେ ଯେପରି ଦେଖୁଛୁ ଯେ ମନୁଷ୍ୟ ଅନେକ ଗୁଡ଼ିଏ ବିଷୟ ଦ୍ୱାରା ବନ୍ଧା ଯାଇଛି ଦୁନିଆରେ, ଅଭାବ ଦ୍ୱାରା, କଷ୍ଟ ଦ୍ୱାରା, ପରିସ୍ଥିତି ଦ୍ୱାରା, ସମସ୍ୟା ଦ୍ୱାରା। ତତ୍ସହିତ ଏଇଟା ହଉଛି ବାହ୍ୟ ଭାବ। ଏଇ ଜାଗତିକ ଜୀବନର ଏଇଗୁଡାକ ହଉଛି ଗୋଟେ ବିଷୟ ଯାହା ଦ୍ୱାରା କି ମନୁଷ୍ୟ ସଂଘର୍ଷ କରୁଛି। କିନ୍ତୁ ବିପଦ ଭାବରେ ଯଦି ଆମେ ଆତ୍ମିକ ଭାବରେ ଚିନ୍ତା କରିବା, ଏଇଟା ବହୁତ ଆଶ୍ଚର୍ଯ୍ୟ। ବାଇବଲରେ ଯେତେ ଲୋକମାନେ ମଧ୍ୟ ଆତ୍ମହତ୍ୟା କରିଛନ୍ତି, କି ସେମାନଙ୍କ ଜୀବନ ଚାଲି ଯାଇଛି, କି ସେମାନେ ଧ୍ୱଂସ ହେଇଛନ୍ତି, ବିନଷ୍ଟ ହେଇଛନ୍ତି, କୋଉ ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ଟିକେ ଭାବି ଦେଖିବା। ଏମିତି କୌଣସି ଷ୍ଟୋରିରେ ଯୋଉ ଲୋକମାନେ ବିନଷ୍ଟ ହେଇଛନ୍ତି, ଏମିତି ଲେଖା ହେଇଛି କି ସେମାନେ ଖାଇବାକୁ ପାଇଲେନି ସେଥିପାଇଁ ମରିଗଲେ, କି ସେମାନେ ଅ ତାଙ୍କ ନିଜର ସମସ୍ୟାକୁ ସମାଧାନ କରିପାରିଲେନି ସେଥିପାଇଁ ସେମାନେ ଆତ୍ମହତ୍ୟା କଲେ କହି। କିନ୍ତୁ ବାଇବଲ ଆମମାନଙ୍କୁ କୁଆଡେ ଗତି କରଉଛି, ପ୍ରଭୁଙ୍କ ବାକ୍ୟ ଆମମାନଙ୍କୁ ଦର୍ଶଉଛି ଯାହାକି ବାହ୍ୟ ଭାବରେ ଦେଖାଯାଉଛି ତାହା ନୁହେଁ, କିନ୍ତୁ ଆନ୍ତରିକ ଭାବରେ, ମାନେ ଆମମାନଙ୍କର ହୃଦୟ ଜଗତକୁ ପରମେଶ୍ୱରଙ୍କ ବାକ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଭାବରେ ବ୍ୟାଖ୍ୟା କରିକି ଆମକୁ ଦର୍ଶଉଛି ଯେ ଅଦୃଶ୍ୟ ଭାବରେ ବିନଷ୍ଟ ହେବା ଆଉ ବାହ୍ୟ ଭାବରେ ବିନଷ୍ଟ ହେବା ଭିତରେ ବହୁତ ଫରକ ଅଛି। ତ ଅଦୃଶ୍ୟ ଭାବରେ ବା ଆମମାନଙ୍କର ହୃଦୟର ଦୁନିଆରେ ଆମେ ଯୋଉ ପ୍ରକାର ସ୍ଥିତିରେ ବଞ୍ଚୁଛୁ, ତାହା ଅନୁଯାୟୀ ଆମର ଜୀବନ ପ୍ରକାଶ ପାଏ ବାହ୍ୟ ଜଗତରେ। ଉଦାହରଣ ସ୍ୱରୂପ ଯଦି ଆମେ ସାଉଲ ରାଜାଙ୍କୁ ଦେଖୁଛୁ, ବାହ୍ୟ ଭାବରେ କୌଣସି ଅସୁବିଧା ଦେଖାଯାଉନି ତାଙ୍କ ଜୀବନରେ, ସେ କୌଣସି ଏ ପ୍ରକାର ଗୁରୁତର ସମସ୍ୟା କରିନାହାନ୍ତି ଯେ ଯୋଉ ଦ୍ୱାରା କି ସେ ବିନଷ୍ଟ ହେବେ। କିନ୍ତୁ ଅଭାବ ହେତୁ ନୁହେଁ, କି ନିଜର ଶାରୀରିକ ଯନ୍ତ୍ରଣା ହେତୁ ନୁହେଁ, କି ତାଙ୍କର ନିଜର ପରିସ୍ଥିତି କଷ୍ଟକର ବିଷୟ ପାଇଁ ନୁହେଁ, କିନ୍ତୁ ବିଷୟ ହଉଛି ଗୁରୁତ୍ୱପୂର୍ଣ୍ଣ ମୂଳ କାରଣ ହଉଛି ତାଙ୍କର ହୃଦୟରେ ସେ କେବେ ନିଜକୁ ନ ଜାଣିବା ବିଷୟ ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ସେ ନିଜର ପ୍ରକୃତ ସ୍ଥିତିକୁ ନ ଜାଣିବା ଯୋଗୁଁ ସେ ଈଶ୍ୱରଙ୍କୁ ପରିତ୍ୟାଗ କରିକି ପ୍ରଭୁଙ୍କ ବାକ୍ୟକୁ ଖାମଖିଆଲି ନେଇକି, ପରମେଶ୍ୱରଙ୍କ ବାକ୍ୟକୁ ନ ଶୁଣିକି ପ୍ରଭୁଙ୍କ ବାକ୍ୟକୁ ପରିତ୍ୟାଗ କରିକି ସେ ନିଜର ଶରୀରରୁ ବା ନିଜର ଶାରୀରିକ ହୃଦୟରୁ ବାହାରୁଥିବା ବିଷୟ ଦ୍ୱାରା ସେ ପରିଚାଳିତ ହେଲେ। ଆମ ଦୈନନ୍ଦିନ ଜୀବନରେ ଆମେ 50 କି 60 କି 70 କି 80 କି ଆମେ 90 ବର୍ଷ ବଞ୍ଚିପାରୁ, କିନ୍ତୁ ଏଇ ସମସ୍ତ ବୟସ ଭିତରେ ଆମେ କୋଉ ବିଷୟକୁ ସଂଗ୍ରହ କଲେ, କୋଉ ବିଷୟକୁ ବୁଝିଲେ, କୋଉ ବିଷୟକୁ ଗ୍ରହଣ କରିକି ରଖିଲେ ଆମ ଜୀବନରେ, ତାହା ଆମମାନଙ୍କୁ ଜୀବନ ମରଣର ବିଷୟକୁ ସ୍ପଷ୍ଟ ଜ୍ଞାନ ବୁଝାମଣା ଦେଇପାରିବ। ଯଦି ଆମେ ମୃତ୍ୟୁକୁ ଆଉ ଜୀବନକୁ ଯଦି ଆମେ ବୁଝିନୁ ଆମ ଜୀବନରେ, ତାହେଲେ ଆମେ କୌଣସି କୌଣସି କ୍ଷେତ୍ରରେ, ଯଦିଓ ଜୀବନ ପାଇବାର ଜାଗାରେ ପ୍ରଭୁ ଆମକୁ ରଖିବା ପାଇଁ ଚାହାନ୍ତି, ଯଦିଓ ଖୁସି, ଶାନ୍ତି, ଆନନ୍ଦ, ଆଶା ପାଇବା ଜାଗାକୁ ପ୍ରଭୁ ଆମକୁ ନେବା ପାଇଁ ଚାହାନ୍ତି, କିନ୍ତୁ ବିପଦ ଆମେ ସେ ବିଷୟକୁ ପରିତ୍ୟାଗ କରିବା ପାଇଁ ମଧ୍ୟ ପଛଘୁଞ୍ଚା ନ ଦେଇଥାଉ। କାହିଁକି? କାରଣ ଅ ଆମ ଶରୀର ବା ଆମମାନଙ୍କର ଶାରୀରିକ ଚିନ୍ତା, କି ଆମମାନଙ୍କର ଶାରୀରିକ ବିଷୟ ଗୁଡାକୁ ଯାହା ମଧ୍ୟ ବାହାରୁଛି ପ୍ରାକ୍ଟିକାଲ ଆମେ ଦେଖିକି ଆସୁଛୁ। ଆମେ ଆମ ଜୀବନ କାଳରେ ଆମେ କ୍ରୋଧ କରୁଛୁ, ଅଭିଯୋଗ କରୁଛୁ, ରାଗୁଛୁ, କମ୍ପ୍ଲେନ କରୁଛୁ, ବିରୋଧ କରୁଛୁ। ତ ଯଦି ଏ ବିଷୟକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଯଦି ସିରିୟସଲି ଚିନ୍ତା କରିବା, ଆମେ ନିଜର ସ୍ଥିତିକୁ ଏଟଲିଷ୍ଟ ପ୍ରଭୁଙ୍କର ଦ୍ୱାରା ବାକ୍ୟ ଦ୍ୱାରା ଆମେ ଦେଖିକି ଆସୁଛୁ ଯେ ଆମେ ପ୍ରକୃତରେ ଗୋଟେ ମନ୍ଦ ଲୋକ। କୌଣସି କ୍ଷେତ୍ରରେ ଆମମାନେ ଆମ ନିଜର ଦୃଷ୍ଟିରେ, ଆମ ନିଜର କାର୍ଯ୍ୟରେ, ଆମର ବ୍ୟବହାରରେ ଆମେ କହିପାରିବାନି ଆମମାନେ 100% ପରଫେକ୍ଟ ଲୋକ।
ତାର ଅର୍ଥ ହଉଛି ଅଲରେଡି ପ୍ରଭୁ ଆମକୁ ଦେଖେଇ ସାରିଛନ୍ତି ଯେ ଆମେ କୌଣସି କ୍ଷେତ୍ରରେ ଉତ୍ତମ ଚିନ୍ତା ଆମ ପାଇଁ କରିପାରିବା ନାହିଁ। ଗତକାଲି ଆମକୁ ପାଷ୍ଟର ପ୍ରଚାର କରିବା ସମୟରେ ଗୋଟେ ଛୋଟିଆ ବିଷୟକୁ ମୁଁ ଶୁଣୁଥିଲି ତାଙ୍କର ସରମନ ଭିତରେ, ଯାହାକି ମୋର ହୃଦୟକୁ ବହୁତ ବହୁତ ଆଘାତ କଲା। ତ ଏ ବିଷୟକୁ କହିବା ପଛରେ ପାଷ୍ଟରଙ୍କର ଲାଇଫରେ ସେ କେତେ ଅନୁଭୂତି ପାଇନଥିବେ ଯୋଉ ଦ୍ୱାରା କି ଏ ପ୍ରକାର ବିଷୟ ସେ କହିବା ପାଇଁ ସକ୍ଷମ ହେଇପାରୁଛନ୍ତି। ସେ କଣ କହିଲେ ଯେ ଦ ବେଷ୍ଟ କଣ୍ଡିସନ ଫର ମାଇସେଲ୍ଫ ଇଜ ଫର ସେକ୍ ମାଇସେଲ୍ଫ, ମାନେ ମୋ ପାଇଁ ସବୁଠାରୁ ଉତ୍ତମ ଭାଗ କଣ, ଉତ୍ତମ ବିଷୟ କଣ, ମୁଁ ନିଜକୁ ପରିତ୍ୟାଗ କରିବା ବିଷୟ। ଦ ବେଷ୍ଟ କଣ୍ଡିସନ ଇଜ ଫର ମାଇସେଲ୍ଫ ଇଜ ଫର ସେକ୍ ମାଇସେଲ୍ଫ। ତାହେଲେ ଏ ବିଷୟକୁ ଯଦି ଆମେ ଜାଗତିକ ଭାବରେ ଯଦି ଚିନ୍ତା କରିବା, ବୁଝିବା ପାଇଁ ଚେଷ୍ଟା କରିବା, ତାହେଲେ ଅସମ୍ଭବ ଏଇଟା ବୁଝିବା ପାଇଁ। ନିଜ ପାଇଁ ଉତ୍ତମ ବିଷୟ କଣ, ନିଜକୁ ପରିତ୍ୟାଗ କରିବା ବିଷୟ। ଏମିତି କେମିତି ହେଇପାରିବ? ଓ ସତରେ ମୁଁ ଯୋଉ ସାର୍ ମୋର ଆତ୍ମିକ ଜୀବନକୁ ଦେଖୁଛି କି ମୋର ସେବା କାମକୁ ଦେଖୁଛି, ମୁଁ ଦୈନନ୍ଦିନ ଜୀବନରେ ବଞ୍ଚିଲା ସମୟରେ ଅନେକ ବିଷୟ ଗୁଡାକ ସାମ୍ନା କରିଥାଉ ଆମେ। ଆଜି ମଧ୍ୟ ଜିହୋଶୁଆ ପୁସ୍ତକ 14 ପର ବାକ୍ୟକୁ ଆମେ ପଢିଛୁ। ତ ଏ ବାକ୍ୟ ଭିତରେ ଗୁପ୍ତ ରହସ୍ୟ ଅଛି, ଯୋଉ ରହସ୍ୟ କି ବହୁତ ଆଶ୍ଚର୍ଯ୍ୟମୟ ଅଟେ। କିପରି ଭାବରେ ଆମେ ଆଶୀର୍ବାଦ ପ୍ରାପ୍ତ ହେଇପାରିବା, ବା କିପରି ଆମେ ସଦାପ୍ରଭୁଙ୍କର ସମ୍ପତ୍ତିକୁ, ଆମେ ସଦାପ୍ରଭୁଙ୍କର ଧନକୁ, ସଦାପ୍ରଭୁଙ୍କର ଆଶୀର୍ବାଦର ଜୀବନକୁ ଆମେ କେମିତି ପ୍ରାପ୍ତ ହେଇପାରିବା, ତାହା ଆମେ ଆଜି ଏ ଜାଗାରେ ଦେଖିପାରୁଛୁ। ତେଣୁକରି ମୋଶାଙ୍କ ପରେ ଯେତେବେଳେ ଜିହୋଶୁଆ ଆସୁଛନ୍ତି, ଜିହୋଶୁଆ ତଳେ କାଲେବ ର ବିଷୟ ଏଇ ଜାଗାରେ ଷ୍ଟୋରି ଆସୁଅଛି। କିପରି ଭାବରେ କାଲେବ ଗୋଟେ ଲୋକ ଯିଏକି ସେ ଗୋଟେ ଜିହୁଦାର 74,000 ଲୋକଙ୍କର ପ୍ରତିନିଧି ସେ ହେଇଗଲେ। 74,000 ଜିହୁଦା ଲୋକମାନଙ୍କର ସେ କିପରି ଭାବରେ ପ୍ରତିନିଧି ହେଇପାରିଲେ, ତାହା ମଧ୍ୟ ବହୁତ ଆଶ୍ଚର୍ଯ୍ୟ ବିଷୟ। ଯେ କାଲେବର ବଂଶକୁ ଯଦି ଆମେ ଦେଖିବା, ତାହେଲେ କାଲେବ କୋଉ ବଂଶର ଲୋକ? ଗଣନା ପୁସ୍ତକ 1 ପର୍ବର ଗଣନା ପୁସ୍ତକ ଟିକେ କାଢିବା ଆମେ। ଗଣନା ପୁସ୍ତକ 1 ପର୍ବର ପ୍ରଥମେ ଆମେ ଦେଖିବା 1 ପର୍ବର 27 ପଦ। ଗଣନା ପୁସ୍ତକ 1 ପର୍ବର 27 ପଦ ପ୍ରଥମେ ଦେଖିବା, ତାପରେ ଆମେ ନେକ୍ସଟ ବାକ୍ୟକୁ ଯିବା। ଜିହୁଦା ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା 74,600 ହେଲା। ତ ଏ ଜିହୁଦା ବଂଶର ଗଣିତ ଲୋକମାନଙ୍କର ସଂଖ୍ୟା 74,000 ଲୋକମାନଙ୍କର ଥିଲା। ତ ଏ 74,000 ଲୋକମାନଙ୍କର ପ୍ରତିନିଧି କିଏ ହେଲା? କାଲେବ ହେଲା ଲେଖା ହେଇଛି। ତ 13 ପର୍ବ ଯଦି ଆମେ ଟିକେ ଯିବା, ସେଇ ଗଣନା ପୁସ୍ତକ 13 ପର୍ବ 6 ପଦ। ଜିହୁଦା ବଂଶ ମଧ୍ୟରୁ ଜିଫୋନିଓ ପୁତ୍ର କାଲେବ। ଦେନ କାଲେବ ବଂଶଧର ଯଦି ଆମେ ଯିବା, ତାହେଲେ କାଲେବର ଉପର ଯଦି ଯିବା, ତାହେଲେ ଏସର ବଂଶଧର ଇଏ ହଉଛି। ଦେନ ଏସ ବିଷୟରେ ବାଇବଲ କଣ କହୁଛି? ଏଇ ଦିନକରେ ହଉ କି ପୂର୍ବରେ ମଧ୍ୟ ହଉ, ଆମେ ଚର୍ଚ୍ଚରେ ଅନେକ ଥର ଶୁଣିଛୁ, ନାଇଁ ଚର୍ଚ୍ଚ ମତେ ଚର୍ଚ୍ଚ ମତେ ଆସ ନାହିଁ କହିଲାରୁ ଆମେ ଆସୁନୁ, ପାଷ୍ଟର ଆମକୁ ଗାଳି କଲାରୁ ଆମେ ଆସୁନୁ। ଏମିତି ଅନେକ ଷ୍ଟୋରି ଆମେ ଶୁଣିକି ଆସିଅଛୁ। ନାଇଁ ମତେ ଆଉ ପରମେଶ୍ୱର ଭଲ ପାଉନାହାନ୍ତି ବୋଧେ, ଆଉ ମୁଁ ତ ଏମିତି ବଞ୍ଚୁଛି, ସେଥିପାଇଁ ମୁଁ ଚର୍ଚ୍ଚକୁ ଯାଉନାହିଁ। ତାହେଲେ ସେ ବିଭିନ୍ନ ପ୍ରକାର ରିଜନରୁ ଲୋକମାନେ କହିଥାନ୍ତି ଯେ ଆମେ ଆଉ ଚର୍ଚ୍ଚକୁ ଯିବା ଠିକ ଲାଗୁନାହିଁ କହି। କିନ୍ତୁ ମୁଁ ଆଜି ଆପଣଙ୍କୁ ପ୍ରାକ୍ଟିକାଲି କହିବି, ଟିକେ ମଲାଖି ପୁସ୍ତକ ବୁଝିବା ମାନେ। ମଲାଖି 1 ପର୍ବ
ମଲାଖି 1 ପର୍ବର 2 ପଦ ଦେଖିବା। ମଲାଖି 1 ପର୍ବର 2 ପଦ। ସଦାପ୍ରଭୁ କହନ୍ତି ଆମେ ତୁମମାନଙ୍କୁ ପ୍ରେମ କରିଅଛୁ, ତଥାପି ତୁମମାନେ କହୁଅଛ ତୁମେ କାହିଁରେ ଆମମାନଙ୍କୁ ପ୍ରେମ କରୁଅଛ। ସଦାପ୍ରଭୁ କହନ୍ତି ଏସୁ କି ଯାକବର ଭାଇ ନଥିଲା, ତଥାପି ଆମେ ଯାକବକୁ ପ୍ରେମ କଲୁ। ମାତ୍ର ଏସୁକୁ ଆମେ ଅପ୍ରେମ କଲୁ ଓ ତାହାର ପର୍ବତ ଗୁଣକୁ ଧ୍ୱଂସ ସ୍ଥାନ କଲୁ, ଆଉ ତାହାର ଅଧିକାର ପ୍ରାନ୍ତରସ୍ଥ ଶୃଗାଳ ଗୁଣକୁ ଦେଲୁ। ବର୍ତ୍ତମାନ ଏ ଜାଗାରେ ଯଦି ଆମେ ଦେଖିବା ତାହେଲେ ଭାଇ ଭଉଣୀ ମାନେ, ପରମେଶ୍ୱର କହୁଛନ୍ତି ଆମେ ଏସକୁ ଘୃଣା କଲୁ ଆଉ ଯାକବକୁ ପ୍ରେମ କଲୁ କହି। କିନ୍ତୁ ଏସ ବଂଶରୁ ଜାତ ଲୋକମାନଙ୍କ ଭିତରେ ଏଠି କାଲେବର ଷ୍ଟୋରି ଆସୁଛି। ହେଲେ କାଲେବ ହଉଛି ଲୋକ ଯିଏକି କିପରି ଭାବରେ ଯହୁଦା ବଂଶର 74,000 ଲୋକଙ୍କ ପ୍ରତିନିଧି ହେଇପାରିଲେ। ତ ସହିତ ଯଦି ଆମେ ଅନ୍ୟମାନଙ୍କର ଯଦି ଆମେ କଥା ଦେଖିବା ତାହେଲେ ମଧ୍ୟ ସମାନ ବିଷୟ। ଦେନ୍ ଋତ ଗୋଟେ ସ୍ତ୍ରୀ ଯିଏକି ମୋଆବୀୟ ଅଭିଶପ୍ତ ହେଇଥିବା ମୋଆବୀୟ ଦେଶର ସ୍ତ୍ରୀ ସିଏ। ତାହେଲେ ରାହା ମଧ୍ୟ ଗୋଟେ ସ୍ତ୍ରୀ ଯିଏକି ଜିରିହ ନଗରକୁ ଈଶ୍ୱର ଧ୍ୱଂସ କଲେ, ସେଇ ପ୍ରକାର କଦର୍ଯ୍ୟ ନଗରର ସ୍ତ୍ରୀ ସିଏ। ତ ଏଇ ଲୋକମାନେ କିପରି ଭାବରେ ପ୍ରଭୁ ଯୀଶୁଙ୍କର ବଂଶାବଳୀ ଭିତରକୁ ଆସିପାରିଲେ। ଯଦି ଆମେ ବାଇବଲର ଯଦି ସିକ୍ରେଟକୁ ଯଦି ଆମେ ଆବିଷ୍କାର କରିବା ଆଜି, ଦେନ୍ ପରମେଶ୍ୱର ଆମକୁ କଣ କହିବାକୁ ଚାହୁଁଛନ୍ତି। କାଲି ଗୋଟେ ଲୋକ ଯିଏକି ଅରିଜିନାଲ ଦେଖିଲେ ସେ ଈଶ୍ୱର ବଂଶର ଲୋକ, କିନ୍ତୁ କାଲି କିପରି ଭାବରେ ଈଶ୍ୱରଙ୍କ ଠାରୁ ଏଡେ ବଡ ଅନୁଗ୍ରହ ପାଇଲେ, ଏଡେ ବଡ ଭାରକୁ ସେ ପାଇଲେ, ପରମେଶ୍ୱର କିପରି ଭାବରେ ତାଙ୍କୁ ବ୍ୟବହାର କରିପାରିଲେ। ଦେନ୍ ଆମେ ଯଦି ପଛକୁ ଯଦି ଯିବା ତାହେଲେ ପରମେଶ୍ୱରଙ୍କର ହୃଦୟକୁ ଯଦି ଆମେ ଆବିଷ୍କାର କରିପାରିବା, ଏମିତି କୌଣସି ବିଷୟ ନାହିଁ ଭାଇ ଭଉଣୀ ମାନେ, ଯୋଉ ବିଷୟ ଦ୍ୱାରା ପ୍ରଭୁ ଆମଙ୍କର ବ୍ୟବହାର କି ଆମର କାର୍ଯ୍ୟ କି ଆମର କୌଣସି ବିଷୟ କୌଣସି ଜଣଙ୍କୁ ଦେଖିକି ସେ ଆମମାନଙ୍କ ସହିତ ଡିଲିଂସ କରନ୍ତି ନାହିଁ। କିନ୍ତୁ ଗୋଟିଏ ବିଷୟ ଯେ ଯଦି ଯଦି ପରମେଶ୍ୱରଙ୍କର ସାମ୍ନାରେ ପ୍ରଭୁଙ୍କର ହୃଦୟ, ପ୍ରଭୁଙ୍କର ବାକ୍ୟର ମଞ୍ଜି ଯଦି ଆମମାନଙ୍କ ଭିତରେ ପରମେଶ୍ୱର ବୁଣିଲେ, ଦେନ୍ ସେ ବାକ୍ୟର ମଞ୍ଜି ମୋ ଭିତରେ ବୃଦ୍ଧି ସାଧନ ହେବା ନିହାତି ଆବଶ୍ୟକ ଅଟେ। ତେଣୁକରି ଆମ ଆତ୍ମିକ ଜୀବନର ଯେଉଁ ସମୟରେ ଆମେ ଆରମ୍ଭ କଲୁ କି ଆମର ସ୍ପିରିଚୁଆଲ ଲାଇଫର 3ଟା ଫାଉଣ୍ଡେସନ ହଉଛି ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ହଉଛି ଈଶ୍ୱରଙ୍କ ବାକ୍ୟ, ଯୋଉ ଈଶ୍ୱରଙ୍କ ବାକ୍ୟ ଜଗତର ସମସ୍ତ ବିଷୟରୁ ଅଲଗା ଅଟେ। এই ଜାଗତିକ ବିଷୟ ସହିତ କେବେ ଈଶ୍ୱରଙ୍କ ବାକ୍ୟର ଜଡ଼ିତ ବିଷୟ ହିଁ ନାହିଁ। ତେଣୁକରି ବାକ୍ୟ, ଦ୍ୱିତୀୟରେ ହଉଛି ମଣ୍ଡଳୀ, ଆଉ ତୃତୀୟରେ ହଉଛି ଈଶ୍ୱରଙ୍କର ଦାସ। ଏ 3ଟା ବିଷୟ ଯଦି ଆମ ଜୀବନରେ ଅତି ନିକଟବର୍ତ୍ତୀ ହବ, ତାହେଲେ ଯଦି ଆମେ ଦୈନନ୍ଦିନ ଜୀବନରେ ଯଦି ଆମେ ଯେକୌଣସି ବିଷୟ ହଉ, ଛୋଟିଆ ବିଷୟ ହଉ କି ବଡ଼ ବିଷୟ ହଉ କି ସମସ୍ୟା ହଉ କି ଯନ୍ତ୍ରଣା ହଉ କି ଅଭାବ ହଉ କି ରୋଗ ହଉ, ଏଟଲିଷ୍ଟ ଯଦି ଆମେ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଯଦି ଆମେ ନିଷ୍ପତ୍ତି ନେବା ପାଇଁ ଶିଖିବା, ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଯୋଜନା କରିବା ପାଇଁ ଶିଖିବା, ପରମେଶ୍ୱର ବାକ୍ୟ ଅନୁସାରେ ଜୀବନଯାପନ ବିତେଇବା ପାଇଁ ଶିଖେଇବା, ଯଦି ଆମେ ଆମ ଜୀବନରେ ଈଶ୍ୱରଙ୍କ ବାକ୍ୟକୁ ଯଦି ଆମେ ଆଗରେ ରଖିବା, ଯଦି ପରମେଶ୍ୱର ବାକ୍ୟକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଆମେ ଯଦି ସ୍ଥାନ ଦେବା ଆମ ଜୀବନରେ, ତାହେଲେ ତାହା ଆମ ପାଇଁ ବହୁତ ବଡ଼ ଆଶୀର୍ବାଦର କାରଣ ହେଇଯିବ। ମଣ୍ଡଳୀ ମଧ୍ୟ ସମାନ ବିଷୟ। ମୋର ଭବିଷ୍ୟତ ମଣ୍ଡଳୀ ଭିତରେ ଅଛି। ତ ମଣ୍ଡଳୀ ସହିତ ଜଡ଼ିତ ହେବାର ଅର୍ଥ ଖାଲି ଯାଇକି ବସିବା ବିଷୟ ନାହିଁ, ଖାଲି ଯାଇକି ସେଠି ଅଫରିଂ ଦେବା ବିଷୟ ନାହିଁ, ମଣ୍ଡଳୀକୁ ସମ୍ପୂର୍ଣ୍ଣ ଭାବରେ ନିଜକୁ ସମର୍ପିତ କରିବା ବିଷୟ। ସତରେ ଏ ମଣ୍ଡଳୀ ପାଖରେ ପରମେଶ୍ୱର ମସ୍ତକ ହେଇକି ଅଛନ୍ତି, ତାହେଲେ ମୋର ଜୀବନକୁ କୌଣସି କ୍ଷେତ୍ରରେ ସେ ପରିତ୍ୟାଗ କେମିତି କରିପାରିବେ। ତାହେଲେ ଯେତେବେଳେ ଆମେ ବାହ୍ୟ ଭାବରେ ଦେଖାଯାଉଛୁ ଆମେ ବିଶ୍ୱାସୀ ପରି, ବାହ୍ୟ ଭାବରେ ଦେଖାଯାଉଛୁ ଆମେ କିଛି ବିଷୟ କଲା ପରି, ଆମେ ସଂଯୁକ୍ତ ଥିଲା ପରି ମଣ୍ଡଳୀ ସହିତ, କିନ୍ତୁ ଯେଉଁ ସମୟରେ ଆମର ଜୀବନରେ ଆମ ହୃଦୟ ଭିତରେ ଏଇ ପ୍ରକାର ବିଷୟ ଯାହା ଘଟିଥାଏ, ଯେ ସମୟରେ କି ଆମେ ମଣ୍ଡଳୀକୁ ତୁଚ୍ଛ ଜ୍ଞାନ କରିଥାଉ, ଆମେ ପରମେଶ୍ୱର ଦାସଙ୍କ ସହିତ ହୃଦୟରେ ସଂଯୁକ୍ତ ନ ହୋଇକି ଆମେ ଅନେକ ବିଷୟକୁ ଆମେ ଚିନ୍ତା କରିଥାଉ କରିବା ପାଇଁ। ଆଉ ଯଦିଓ ସେ ଜାଗାରେ ବହୁତ ଅଖାଡ ଅନୁଭବ ଲାଗିଥାଏ ଆମମାନଙ୍କୁ, ହେଲେ ମଧ୍ୟ ଆମେ ସେ ରାସ୍ତାରେ ହିଁ ଗତି କରିଥାଉ। ତାହେଲେ ଏଇଟା କେତେ କ୍ଷତିକାରକ ବିଷୟ ମୋର ଜୀବନକୁ ପଛକୁ ନେବା ପାଇଁ, ଆଗକୁ ନ ଯାଇକି ଆତ୍ମିକ ଜୀବନରେ। ତେଣୁକରି ଯୋଉ ମଣିଷର ଯୋଉ ବୋର୍ନ ଅଗେନ୍ ଖ୍ରୀଷ୍ଟିଆନ
ଯୋଉ ପୁନର୍ଜନ୍ମ ଖ୍ରୀଷ୍ଟିଆନର ଜୀବନରେ ଏ ତିନିଟା ବିଷୟ ଯଦି ଫାଉଣ୍ଡେସନ ଭାବରେ ପଡିନାହିଁ ଶକ୍ତିଶାଳୀ ଭାବରେ, ତାହେଲେ ଏ ଲୋକର ଆତ୍ମିକ ଜୀବନ କେବେ ମଧ୍ୟ ସ୍ଥିରୀକୃତ ହେଇପାରିବ ନାହିଁ। ଏ ବ୍ୟକ୍ତିଙ୍କର ଆତ୍ମିକ ଜୀବନ ସଦାବେଳେ ଦହଲିବ, ଆଉ ସଦାବେଳେ ଦ୍ୱନ୍ଦ୍ୱରେ ସେ ବଞ୍ଚିବ। ବେଳେ ବେଳେ ଚର୍ଚ୍ଚକୁ ଭଲ ଲାଗିବ, ବେଳେ ବେଳେ ଚର୍ଚ୍ଚକୁ ଭଲ ଲାଗିବ ନାହିଁ। ବେଳେ ବେଳେ ପ୍ରମୋଦ ଦାସଙ୍କ ସହିତ ସଂଯୁକ୍ତ ହେଇକି ରହିବା ପାଇଁ ଇଚ୍ଛା ଲାଗିବ, ବେଳେ ବେଳେ ବିରୋଧ କରିକି ଇଚ୍ଛା ଲାଗିବ। ବେଳେ ବେଳେ ପରଲୋକ ବାକ୍ୟକୁ ନିଷ୍ପତ୍ତି ନେଇକି ପ୍ରଭୁଙ୍କ ବାକ୍ୟକୁ ଆଗେ ରଖିକି ବଞ୍ଚିବା ପାଇଁ, ନିଜ ଜୀବନ ଗଢିବା ପାଇଁ ଇଚ୍ଛା ଲାଗିବ। କିନ୍ତୁ ବେଳେ ବେଳେ ସମ୍ପୂର୍ଣ୍ଣ ଭାବରେ ପ୍ରଭୁଙ୍କ ବାକ୍ୟ ପରିତ୍ୟାଗ କରିକି ନିଜର ଶରୀର ଅନୁସାରେ ବଞ୍ଚିବା ପାଇଁ ଇଚ୍ଛା ଲାଗିବ। ତ ଏଇ ପ୍ରକାର ଲକ୍ଷଣ ଥିବା ବାହାରୁଥିବା ଲୋକମାନଙ୍କର ମୂଳ ସମସ୍ୟା ହଉଛି କଣ? ହୃଦୟରେ ଏ ତିନିଟା ବିଷୟ, ବେସିକ ବିଷୟ, ଯାହାକି ଈଶ୍ୱରଙ୍କର ଅ ଆତ୍ମିକ ଜୀବନ ଆତ୍ମିକ ଜଗତରେ ବଞ୍ଚିବା ପାଇଁ ସଠିକ ଭାବରେ ପୁନାଦି ନ ପଡିବା ଯୋଗୁଁ। ତ ଆଜି ଆମମାନେ ଯଦି ଶାରୀରିକ ଭାବରେ ଚିନ୍ତା କରୁ, ଯଦି ଆମେ ମଣିଷର ଉତ୍ତମତାକୁ ନେଇକି ଚିନ୍ତା କରୁଛୁ, ତାହେଲେ କିପରି ଭାବରେ କାଲେବ ଗୋଟେ ଲୋକ ଯେ ଏସବୁ ଅଂଶର ଲୋକ ହେଇକି ମଧ୍ୟ ସେ କିପରି ଭାବରେ ପରମେଶ୍ୱରଙ୍କର ସାମ୍ନାରେ ସେ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହେଇପାରିଲେ? ଆଉ କିପରି ଯହୂଦା ଗୋଷ୍ଠୀର ସେ 74,000 ଲୋକଙ୍କର ସେ ରିପ୍ରେଜେଣ୍ଟେଟିଭ ହେଇପାରିଲେ? ସେ କିପରି ଭାବରେ ସେ ପରମେଶ୍ୱରଙ୍କ ଦ୍ୱାରା ଚାଳିତ ହେଇପାରିଲେ, ବ୍ୟବହାର ହେଇପାରିଲେ? ଗୋଟେ ବିଷୟ ପାଇଁ ଯଦି ଆମେ ବାଇବଲ ଦେଖିବା, ଆମେ ଏତିକି ଏତିକି ଦିନ ବାଇବଲ ପଢୁଛୁ କି ପ୍ରାର୍ଥନା କରୁଛୁ, ତ ପ୍ରଭୁଙ୍କର ମନକୁ ଯଦି ଆମେ ଆବିଷ୍କାର କରିବା, ଈଶ୍ୱରଙ୍କର ମନ କଣ, ଆମେ ଯେଉଁ ସମୟରେ ଈଶ୍ୱରଙ୍କ ମନକୁ ଯଦି ଆମେ ଜାଣିପାରିବା, ତାହେଲେ ଆମେ ସବୁ ବିଷୟରୁ ମୁକ୍ତ ହେଇପାରିବା। ଯାହାକି ଆଜି ଆମମାନଙ୍କୁ ବେଶୀ କଷ୍ଟ ଦେଲା ପରି ଲାଗୁଛି, ଯାହାକି ଆମମାନଙ୍କୁ ଅନେକ ଗୁଡ଼ିଏ ଦ୍ୱନ୍ଦ୍ୱରେ ପକେଇଲା ପରି ଲାଗୁଛି, ଯାହାକି ଆମକୁ ଅସ୍ଥିର ଅସ୍ଥିରତାକୁ ଦଉଛି, ଯାହା ଦ୍ୱାରା କି ଆମର ମନରେ ଆମେ ଖୁସି ହେଇପାରୁନାହିଁ, ହଉନୁ। ତ ଏ ସମସ୍ତ ବିଷୟ ଗୁଡାକ ଦ୍ୱାରା ଆମେ ଯେଉଁଥିରେ ଧର ଯାଇକି ବଞ୍ଚିବା, ତାହେଲେ ଆମେ କେମିତି ଶାନ୍ତିରେ ବଞ୍ଚିପାରିବା? ସେଥିରେ ପ୍ରଭୁ ଆମକୁ କହିବା ପାଇଁ ଚାହୁଁଛନ୍ତି କଣ? ଟିକେ ବାଇବଲ ଦେଖିବା ମାନେ ମାଥି ପୁସ୍ତକ 11 ପର୍ବ, ମାଥ୍ୟୁ 11 ପର୍ବ। ବାର ପଦ ଦେଖିବା ଆମେ। ମାଥ୍ୟୁ 11 ପର୍ବ 12 ପଦ। ଆଉ ବାପ୍ତିଜକ ଜହନଙ୍କ ସମୟ ଠାରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗ ରାଜ୍ୟ ବଳରେ ଆକ୍ରାନ୍ତ ହୋଇଅଛି, ପୁଣି ବଳରେ ଆକ୍ରମଣକାରୀ ମାନେ ପରାକ୍ରମରେ ତା ଅଧିକାର କରୁଛନ୍ତି। ବହୁତ ଆଶ୍ଚର୍ଯ୍ୟ ବିଷୟ ଲେଖା ହେଇଛି ଜାଗାରେ। ସ୍ୱର୍ଗ ରାଜ୍ୟ କିପରି ଭାବରେ ଲୋକମାନେ ପ୍ରାପ୍ତ ହଉଛନ୍ତି ଲେଖା ହେଇଛି, ବଳରେ ଆକ୍ରାନ୍ତ ହେଉଅଛି। ତାପରେ ଲେଖା ହେଇଛି ବଳରେ ଆକ୍ରମଣକାରୀ ମାନେ ପରାକ୍ରମରେ ତାହା ଅଧିକାର କରୁଛୁ। ଲେଖା ହେଇଛି ଏଣ୍ଡ ଦ ଭାୟୋଲେଣ୍ଟ ଟେକ୍ ଇଟ୍ ବାଇ ଫୋର୍ସ, ମାନେ ଜୋର ଜବରଦସ୍ତି, ବାଇ ଫୋର୍ସ ଲେଖା ହେଇଛି। ଏଣ୍ଡ ଫ୍ରମ ଦ ଡେଜ ଅଫ ଦ ଜନ୍ ଦ ବାପ୍ଟିଷ୍ଟ until now the kingdom of heaven suffers violence and the violent take it by force। ହେଲେ ମୁଁ ଯଦି ଜଣ ଘରକୁ ଯିବି ଆଉ ଜୋର ଜବରଦସ୍ତି କିଛି ଗୋଟେ ଚୁରେଇ ଦେବି, ଯଦି ଛିଣ୍ଡେଇକି ଆଣିବି ତାହେଲେ ସେ କଣ ମୋ ଆଡକୁ ଖୁସି ହବ କି ସେ ଲୋକ? ଆପଣଙ୍କ ଘରକୁ ଯଦି ଆସିକି ଜୋର ଜବରଦସ୍ତି ଗୋଟେ ଜିନିଷକୁ ଯଦି ଅ, ବଳପୂର୍ବକ ଭାବରେ ନିଆଯାଉଛି, ତାହେଲେ ଆପଣ କଣ ଖୁସି ହେବେ? ହେଲେ ବାକ୍ୟର ଅର୍ଥ କଣ ତାହେଲେ? ଅ? କିପରି ଭାବରେ ଲେଖା ହେଇଛି ଯେ ବଳରେ ଆକ୍ରାନ୍ତ ହେଉଅଛି, ସ୍ୱର୍ଗ ରାଜ୍ୟକୁ ନିଆଯାଉଛି ବଳରେ, ତା ସହିତ ଆକ୍ରମଣକାରୀ ମାନେ ପରାକ୍ରମରେ ତାହା ଅଧିକାର କରୁଛୁ। ହଁ, ଯଦି ପ୍ରଭୁ କହିଲେ ବଳରେ ଯଦି ସ୍ୱର୍ଗରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି, ଆଉ ବଳରେ ଯଦି ପରାକ୍ରମରେ ଯଦି ତାହା ଆମେ ଅଧିକାର କରୁଅଛୁ, ତାହେଲେ କେବଳ ସ୍ୱର୍ଗରାଜ୍ୟ ନୁହେଁ, ଆମେ ମଣ୍ଡଳୀରେ ବଞ୍ଚୁଛୁ। ତ ଆମର ହୃଦୟରେ ଆମେ ବେଶୀ ଦୁର୍ବଳ ଲୋକ, ବେଶୀ ଦାମ୍ଭିକ ଲୋକ ଆମମାନେ।
ସେଇଠି ମୁଁ ଦିନେ 6 କ୍ଲାସ୍ ପଢୁଥିଲି। 6 କ୍ଲାସ୍ ପଢିଲା ସମୟରେ ଆମମାନେ ହାଫ୍ ଟାଇମ୍ରେ ସ୍କୁଲର ହାଫ୍ ଟାଇମ୍ରେ ଆମମାନେ ରିସେସ୍ ବୋଲି ଯୋଉ କହୁଥିଲୁ, ରିସେସ୍ ଟାଇମ୍ରେ ଆମମାନେ ଖାଇବା ପାଇଁ ଗୋଟେ ଜାଗାରେ ବସିଲୁ ସାଙ୍ଗମାନେ, ଟିଫିନ୍ ନେଇକି ଯିବାର। ତ ମୁଁ ଯୋଉଠି ବସିଲି ସେ ପାଖରେ କେତେଟା ଗଛ ଥିଲା, ଲମ୍ବା ହେଇକି ପତ୍ର ଗଛ। ମୁଁ କେବେ ବି ଜାଣିନଥିଲି ସେ ପତ୍ରରେ ମୋର ଆଙ୍ଗୁଠି ଛୁଇଁ ଦେଲାରୁ ସେ ପତ୍ର ଧୀରେ ଏମିତି ବନ୍ଦ ହେଇଗଲା। ସେ ପତ୍ର ଦେଖିଛନ୍ତି ନା, ଲାଜୁକୁଳି ପତ୍ର ନା କଣ ଗୋଟେ କୁହନ୍ତି ନା। ମୁଁ ଏଇ ଦିନ ସେଟାକୁ ଲୋକ ଦେଖି ପାରୁଛନ୍ତି ନା ମୁଁ ଜାଣିନାହିଁ, ହେଲେ ବେଶୀ ଆଶ୍ଚର୍ଯ୍ୟ ତାକୁ ଛୁଇଁ ଦେଲେ ସେଟା ଧୀରେ କଭର ହବ। ହେଲେ ବର୍ତ୍ତମାନ ମୁଁ ଭାବୁଛି ପରମେଶ୍ୱର ସବୁ ଜିନିଷ ତିଆରି କରୁଛନ୍ତି, କେତେଟା ବିଷୟ ସେ ଭିତରେ ମୁଁ ଜାଣିଛି ଏଟା କଣ ପାଇଁ ପ୍ରଭୁ ତିଆରି କରୁଛନ୍ତି। ହୁଁ? ଯେମିତି ଲାଜୁକୁଳି ପତ୍ରକୁ ଛୁଇଁଲେ ବନ୍ଦ ହେଇଯାଉଛି, ଗୋଟେ ସମୟ ଥିଲା ମୁଁ ପାଷ୍ଟରଙ୍କର ମୁହଁକୁ ଦେଖିକି ବଞ୍ଚୁଥିଲି। ପାଷ୍ଟରଙ୍କର ମୁହଁ ମୋ ଆଡକୁ ଯଦି ଟିକେ କେମିତି ଥିବ, ଯଦିଓ ପାଷ୍ଟର ଅନ୍ୟ ବିଷୟରେ ସେ ଚିନ୍ତା କରୁଥିବେ, ମୁଁ ଭାବୁଥିଲି ପାଷ୍ଟର କାଳେ ମତେ ଲାଗୁଛନ୍ତି, ସେଥିପାଇଁ ମୁଁ ଆଉ ଯାଇପାରିବିନି ପାଷ୍ଟର ପାଖକୁ। ବୋଧେ ପାଷ୍ଟର ମତେ ଆଉ ଭଲ ପାଉନାହାନ୍ତି, ସେଥିପାଇଁ ତ ଏମିତି କଥାବାର୍ତ୍ତା କରୁଛନ୍ତି। ବୋଧେ ପାଷ୍ଟର ମତେ ଆଉ ଭଲ ପାଉନାହାନ୍ତି, ସେଥିପାଇଁ ମୁଁ ଆଉ କଣ ପାଇଁ ରହିବି। ତାହେଲେ ଆମର ହୃଦୟର ଫ୍ରେମ୍, ଆମର ହୃଦୟର ସ୍ଥିତି, ଯେ ଯୋଉ ସ୍ଥିତିରେ ଆମର ହୃଦୟର ସ୍ଥିତି ଅଛି, ସେ ଅନୁସାରେ ଆମର ଚିନ୍ତାଧାରା, ସେ ଅନୁସାରେ ଆମର କାର୍ଯ୍ୟକଳାପ, ସେ ଅନୁସାରେ ଆମର ଜୀବନ ଯାପନ ହବ। ହେଲେ ମାଇଣ୍ଡ ଏଜୁକେସନରେ ଯେତେବେଳେ ଆମେ ମାଇଣ୍ଡ ଏଜୁକେସନ ଦଉଛୁ, ସେଠି ୱିକ୍ ହାର୍ଟ ବୋଲି ଗୋଟେ ଟପିକ୍ ଅଛି। ୱିକ୍ ହାର୍ଟ, ଦୁର୍ବଳ ହୃଦୟ। ହେଲେ ଦୁର୍ବଳ ହୃଦୟ ଲୋକମାନେ କିଏ ଜାଣିଛନ୍ତି? ଏ ଦୁର୍ବଳ ହୃଦୟ ଲୋକମାନେ ସାଙ୍ଗେ ସାଙ୍ଗେ ଜଲ୍ଦି ଜଲ୍ଦି ଇମିଡିଏଟଲି ଅନ୍ୟଠାରୁ ଯଦି କିଛି ବିଷୟ ଆସୁଛି, ଯଦି ସେଟା ଆସୁଛି ତାହେଲେ ତାକୁ ଭଲ ନ ଲାଗେ ବିଷୟ, ତାହେଲେ ସିଧାସଳଖ ସେ ହୃଦୟ ସେ ବନ୍ଦ କରିଦେବ। ତ ଯେତେବେଳେ ସେ ହୃଦୟ ବନ୍ଦ ହେଇଯାଏ, ସେ ସମୟ ଠାରୁ ସେ କୌଣସି ବିଷୟକୁ ଶୁଣି ପାରିବ ନାହିଁ। ସେଥିପାଇଁ ଏ ୱିକ୍ ହାର୍ଟର ଏ ଦୁର୍ବଳ ହୃଦୟ କଣ ଜାଣିଛନ୍ତି? ଏ ଦୁର୍ବଳ ହୃଦୟରେ ସବୁବେଳେ ଦୌଡୁଥିବା ବିଷୟ, ସ୍ଥିର ନାହିଁ। ଛୋଟ ଛୋଟ ବିଷୟରେ ମଧ୍ୟ ବେଶୀ ସେନ୍ସିଟିଭଲି ସେମାନେ ନେଗେଟିଭ ନେଗେଟିଭ ଭାବୁଛନ୍ତି। ନାଇଁ, ପାଷ୍ଟରଙ୍କୁ ନମସ୍କାର କଲି, ପାଷ୍ଟର ମତେ ନମସ୍କାର କଲେ ନାଇଁ, ସେଥିପାଇଁ ମୁଁ କାଲିଠୁ ଚର୍ଚ୍ଚ ଯିବି ନାହିଁ। ଏଇଟା କେତେ ଦୂର ଯଥା, ଏଇଟା କେତେ କେତେ ଲେଭେଲର ଚିନ୍ତାଧାରା। ସେଥିପାଇଁ ପାଷ୍ଟରଙ୍କର ମୁହଁ ଟିକେ ଅଲଗା ଥିଲା ମୋ ଆଡକୁ, ସେଥିପାଇଁ ମତେ ଲାଗୁନି ପାଷ୍ଟର ଭଲ ପାଉଛନ୍ତି, ମୁଁ ସେଥିପାଇଁ ଆଉ ଚର୍ଚ୍ଚକୁ ଯିବି ନାହିଁ। ତ ଏଇଟା ବହୁତ ମୂର୍ଖତାର ବିଷୟ। ସେଥିପାଇଁ ଯେଉଁ ସମୟରେ ଆମେ ଆତ୍ମିକ ଜୀବନ ବୃଦ୍ଧି ପାଉଛୁ, ତେବେ ଆତ୍ମିକ ଜଗତରେ ବେସିକ ଜିନିଷ ମୁଁ କହିଲି ଆପଣଙ୍କୁ, ଯେତେ ଅଧିକ ଆମେ ବାକ୍ୟ ସହିତ, ମଣ୍ଡଳୀ ସହିତ, ପ୍ରଭୁ ଦାସଙ୍କ ସହିତ ଆମର ଜୀବନ ସଂଯୁକ୍ତ ହବ, ଅତି ନିକଟବର୍ତ୍ତୀ ହବ, ଅତି ଗଭୀର ସମ୍ପର୍କ ହବ, ସେ ସମୟରେ ଏ ସବୁ ବିଷୟରୁ ଆମେ ମୁକ୍ତି, ଏ ସବୁ ବିଷୟରୁ ଆମେ ମୁକ୍ତି ପାଇପାରିବା। ଆଉ ମାଥ୍ୟୁ 11:12 ବାକ୍ୟ ଅନୁସାରେ ଆମେ ବଞ୍ଚି ପାରିବା। ଆଶୀର୍ବାଦ, ଆଶୀର୍ବାଦ, ଅନୁଗ୍ରହ, ଦୟା, ପ୍ରେମ। ତ ଗୋଟେ ପୁଅ ତାର ବାପା ମାକୁ ଜୋର ଜବରଦସ୍ତି ଖାଇବା ପାଇଁ ମାଗିବାଟା ପ୍ରକୃତରେ ସେଇଟା ଗୋଟେ ଆ କେବେ ମଧ୍ୟ ଆମେ ଦାମ୍ଭିକତା କହିପାରିବା ନାହିଁ। ସେଟାକୁ କେବେ ମଧ୍ୟ ଆମେ ଉଚ୍ଚ ହୃଦୟ କରିପାରିବା ନାହିଁ। ଯଦି ଗୋଟେ ଛୁଆ ତାର ବାପା ମାକୁ ଯଦି ସେ ଖାଇବା ପାଇଁ ଅଳି କରୁଛି, ଜୋର ଜବରଦସ୍ତି ମାଗୁଛି, ବାପା ମା ତାକୁ କେବେ ମଧ୍ୟ ମନା କରିପାରିବେ। ତ ପ୍ରଭୁଙ୍କର ହୃଦୟ କଣ? ଏ ବାକ୍ୟ ଅନୁସାରେ ଈଶ୍ୱରଙ୍କ ପାଖରେ ସମସ୍ତ ବିଷୟ ଅଛି ଦେବା ପାଇଁ। ଆମର ଈଶ୍ୱର ପାଖରେ ଆନନ୍ଦ ଅଛି, ଖୁସି ଅଛି, ଶାନ୍ତି ଅଛି, ଆଶା ଅଛି। ଈଶ୍ୱର ପାଖରେ ସମସ୍ତ ବିଷୟ ଅଛି। କିନ୍ତୁ ସମସ୍ୟା ହେଉଛି ଯୋଉ ଲୋକମାନେ ପ୍ରଭୁଙ୍କ ସହିତ ଜଡ଼ିତ ନାହାନ୍ତି ତାଙ୍କ ଜୀବନରେ। ସେଥିପାଇଁ ଯୋଉ ସମୟରେ ଆମେ ନିଜ ବିଷୟରେ ଯଦି ଆମେ ଚର୍ଚ୍ଚରେ ବାକ୍ୟ ଦ୍ୱାରା ସମାଧାନ ପାଉନୁ, ଏବେ ପର୍ଯ୍ୟନ୍ତ ମୁଁ ଯଦି ମୁଁ ନିଜକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ମୁଁ ଭାବୁଛି, ମୋର ଚିନ୍ତା ବେଶୀ ଗୁରୁତ୍ୱପୂର୍ଣ୍ଣ, ମୋର ଫିଲିଙ୍ଗସ୍ ମୋ ପାଇଁ ବେଶୀ ଇମ୍ପୋର୍ଟାଣ୍ଟ, ମୋର ଇମୋସନ ମୋ ପାଇଁ ବେଶୀ ଇମ୍ପୋର୍ଟାଣ୍ଟ, ମୋର ପ୍ରାଇଡ ମାନେ ମୋର ଗର୍ବ ମୋ ପାଇଁ ବେଶୀ ଇମ୍ପୋର୍ଟାଣ୍ଟ, ମୋର ଦାମ୍ଭିକତା ମୋ ପାଇଁ ବେଶୀ ଇମ୍ପୋର୍ଟାଣ୍ଟ, ମୋର ଇଗୋ ମୋ ପାଇଁ ବେଶୀ ଇମ୍ପୋର୍ଟାଣ୍ଟ, ହେଲେ ମୁଁ କିପରି ଭାବରେ ଅନ୍ୟ ସହିତ ମୁଁ ଜଡ଼ିତ ହେଇପାରିବି? କାରଣ ଏ ସମସ୍ତ ବିଷୟ ଗୁଡାକ ମତେ ବାଧା ଦେଇଥାଏ।
ସେଇ ବିଷୟକୁ ମଧ୍ୟ ଗ୍ରହଣ କରିବା ପାଇଁ ଯୋଉ ବିଷୟ ମୋ ପାଇଁ ବେଶୀ ଭଲ ବିଷୟ ହେଇଥାଏ, ମତେ ସେଇ ବିଷୟ ଗୁଡାକ ମଧ୍ୟ ମୋ ପାଇଁ ଯାହା ବେଶୀ ଆଶୀର୍ବାଦ ବିଷୟ ଗୁଡାକକୁ ମଧ୍ୟ ବାଧା ଦେଇଥାଏ। ଏଇସବୁ ବିଷୟ ଗୁଡାକ ଯେତେବେଳେ ମୁଁ ଧରିକି ବଞ୍ଚୁଛି, ପାଷ୍ଟର କହିଲେ ଗତକାଲି ଆମେ ଶୁଣୁଥିଲୁ ଯେ ଦ ବେଷ୍ଟ କଣ୍ଡିସନ ଫର ମାଇ ସେଲ୍ଫ ଇଜ ଫରସେକ୍ ମାଇ ସେଲ୍ଫ। ମୋ ପାଇଁ ସବୁଠାରୁ ବେଷ୍ଟ ବିଷୟ କଣ? ନିଜକୁ ପରିତ୍ୟାଗ କରିବାଟା। ନିଜକୁ ପରିତ୍ୟାଗ କରିବାର ଅର୍ଥ କଣ ଭାଇ ଭଉଣୀ ମାନେ? ଯଦି ଈଶ୍ୱରଙ୍କ ବାକ୍ୟ ମୋର ଚିନ୍ତା, ଈଶ୍ୱରଙ୍କର ସ୍ୱର ମୋର ସ୍ୱର ଭିତରେ, ମୋ ଭିତରେ କୋଉ ବିଷୟ ବେଶୀ ଗୁରୁତ୍ୱପୂର୍ଣ୍ଣ ଭାବରେ ସ୍ଥାପନ ହେବା ଦରକାର? କିଏ ମୋ କାହାର ସ୍ୱର ମୋ ପାଇଁ ବଡ ହେବା ଦରକାର? ଚର୍ଚ୍ଚର ସ୍ୱର ନା ମୋର ସ୍ୱର? କାହାର ସ୍ୱର, କାହାର ଚିତ୍କାର ମୋ ପାଇଁ ବେଶୀ ଶକ୍ତି ହେବା ଦରକାର? ମଣ୍ଡଳୀର ସ୍ୱର, ମଣ୍ଡଳୀର ଚିତ୍କାର ମୋ ପାଇଁ ବେଶୀ ବଡ ହେବା ଦରକାର। ତେଣୁକରି ଯଦି ଆମେ ବାକ୍ୟର ସିକ୍ରେଟକୁ ଯଦି ଦେଖିବା, ଏ ବାକ୍ୟ ଭିତରେ ପ୍ରଭୁଙ୍କର ମନକୁ ଯଦି ଆମେ ଜାଣିପାରିବା, ଯେପରି ଯାକୋବ ସେଇଦିନ ପରମେଶ୍ୱରଙ୍କୁ ସେ ଲଢେଇ ଯୁଦ୍ଧ କରି ଲେଖା ହେଇଛି ନା ନାଇଁ, ମତେ ଆଶୀର୍ବାଦ ନ କଲେ ମୁଁ ଛାଡିବି ନାହିଁ ତମକୁ ବୋଲି କହୁଛି। କେମିତି କଥା ଏଇଟା? ତାର ଯେଉଁ ସମୟରେ ଆମେ ଚର୍ଚ୍ଚରେ ବଞ୍ଚୁଛୁ, ଆମେ ଯଦି ଆମର ହୃଦୟ ଭିତରେ ଆମେ ସ୍ପଷ୍ଟରେ ପ୍ରଭୁଙ୍କର ମନକୁ ଜାଣିଛୁ, ତାହେଲେ ଆମେ ମଧ୍ୟ କହିପାରିବା। ଦିନେ ଆମେ ପାଷ୍ଟରଙ୍କ ଠାରୁ ସହଭାଗିତା ପାଉଥିଲୁ, ନ ମନି ୱିଟନେସ୍ ଟ୍ରିପ୍ ବିଷୟରେ କହୁଥିଲେ ସେ। ଆମେ ଯେ ବିନା ପଇସାରେ ପ୍ରଚାର ଯାତ୍ରା ଯେଉଁ ସମୟରେ ତମେ ଯାଉଛ, ତମ ପାଖରେ ଯଦି ବିଶ୍ୱାସ ଥାଏ, ତୁମ ପାଖରେ ଯଦି ସେତିକି ବିଶ୍ୱାସ ଥାଏ, ତମେ ଗୋଟେ ଘରକୁ ପଶିବ ଆଉ କହିବ ମୁଁ ପ୍ରଭୁଙ୍କର ଦାସ, ମୁଁ ପ୍ରଭୁଙ୍କ ଠାରୁ ଆସିଛି ତମମାନଙ୍କୁ ସୁସମାଚାର ଦେବା ପାଇଁ, ଆଉ ତମେ ମୋଠୁ ଶୁଣିଲେ ହିଁ ସ୍ୱର୍ଗ ରାଜ୍ୟର ସନ୍ଧାନ ପାଇବ। ତମେ ମୋର ବାକ୍ୟ ଶୁଣିବା ପାଇଁ ବାଧ୍ୟ, କାରଣ ପ୍ରଭୁ ମତେ ପଠେଇଛନ୍ତି। ଆଉ ତମେ ଯଦି ଶୁଣିବ ତାହେଲେ ବେଶୀ ମୂଲ୍ୟାୟନ ଆର ଅନୁଗ୍ରହ ପାଇବ ଆଜି। ଆଉ ଯେପରି ମୁଁ ବାକ୍ୟ ପ୍ରଚାର କରୁଛି, ସେଥିପାଇଁ ମୁଁ ଆସିଛି ତମ ଘରକୁ। ଚାଲ ବସ ଏଇ ଜାଗାରେ ବାକ୍ୟ ଶୁଣ। ତାପରେ ପାଷ୍ଟର କହୁଥିଲେ ବାକ୍ୟ ପ୍ରଚାର କଲା ପରେ ତମ ପାଖରେ ବିଶ୍ୱାସ ଥିଲେ କହିବ ମୁଁ ଈଶ୍ୱର ବାକ୍ୟ ପ୍ରଚାର କରିବା ପାଇଁ ଆସିଲି, ମତେ ଭୋକ ଲାଗୁଛି, ମତେ ଖାଇବା ପାଇଁ ଦିଅ, ମତେ ସେମାନେ ଖାଇବାକୁ ଦେବେ। ଆମେ ଚର୍ଚ୍ଚ ଠାରୁ କଣ୍ଡିସନ ରଖିବା, ଆମେ ଚର୍ଚ୍ଚ ଠାରୁ ସର୍ତ୍ତ ରଖିବା, ମତେ ଏମିତି କରାଯାଉଛି ସେଥିପାଇଁ ମୁଁ ଯିବି ନାହିଁ, ମତେ ଏମିତି କରାଯାଉଛି ସେଥିପାଇଁ ମତେ ଭଲ ଲାଗୁନାହିଁ। ଏଇଟା ବହୁତ ଭୁଲ ବିଷୟ। ସେଥିପାଇଁ ଆତ୍ମିକ ଜୀବନରେ ଆତ୍ମିକ ଭାବରେ ବୃଦ୍ଧି ସାଧନା ହେବା ସମୟରେ ଯେଉଁ ସମୟରେ ଆମକୁ ଯାହା ଆବଶ୍ୟକ ତାହା ହଉଛି ବେଶୀ ଗୁରୁତ୍ୱପୂର୍ଣ୍ଣ ବୁଝିବା ପାଇଁ, ରଖିବା ପାଇଁ। ତ ଯେମିତି ପରାକ୍ରମରେ ତାହା ଅଧିକାର କରାଯାଉଛି, ବଳରେ ବଳରେ ତାହା ଆକ୍ରାନ୍ତ ହେଉଅଛି, ଯେମିତି ଆତ୍ମିକ ଜୀବନରେ ମଧ୍ୟ ପରାକ୍ରମରେ ଆମମାନେ ପାଇପାରିବା। ଆମର ଆଶୀର୍ବାଦ, ଆମର ଅନୁଗ୍ରହ, ସମସ୍ତ ବିଷୟ ଆମମାନେ ବଳପୂର୍ବକ ଭାବରେ, କିପରି ବଳପୂର୍ବକ ଭାବରେ? କାଲେ ହଉଛି ଲୋକ ଯେ ଗେସ ବଂଶର ଲୋକ, କିନ୍ତୁ ସେ ଜିହୁଦାର ଗୋଷ୍ଠୀର 74,000 ଲୋକଙ୍କର ସେ ପ୍ରତିନିଧି ହେଇପାରିଲା। ତ ଯେଉଁ ସମୟରେ ଆମେ ପ୍ରଭୁଙ୍କର ବାକ୍ୟକୁ ପଢିଲୁ ଯେ ଈଶ୍ୱର କହୁଛନ୍ତି ଆମେ ଏସବୁ ଘୃଣା କଲୁ ଆଉ ଯାକୋବକୁ ପ୍ରେମ କଲୁ, ଦେନ୍ ସେ ଏସବୁ ବଂଶରେ ବର୍ତ୍ତମାନ ପ୍ରଭୁ କିପରି କାଲେବକୁ ବର୍ତ୍ତମାନ ଜାଗାରେ ୟୁଜ୍ କଲେ। ଆମେ ମଧ୍ୟ ସମାନ ଲୋକ। ଆମେ ଯେଉଁ ସମୟରେ ବଞ୍ଚୁଛୁ, ଆମେ ଆମର ନିଜର ଅରିଜିନାଲକୁ ଦେଖିବା, ଅରିଜିନାଲିଟିକୁ ଦେଖିବା, ତାହେଲେ ଆମେ ମଧ୍ୟ ଅଭିଶପ୍ତ ପୃଥିବୀ, ଏ ମିଶ୍ର ଦେଶ ସଦୃଶ ପୃଥିବୀ, ଜିରିହ ନଗର ସଦୃଶ ବର୍ତ୍ତମାନ ଦୁନିଆ, ଆମେ ଏଇ ଜାଗାରେ ଉତ୍ପନ୍ନ ହୋଇଅଛୁ। କିନ୍ତୁ ଆଜି କେମିତି ଆମେ ଧାର୍ମିକ ହେଇପାରିଲୁ? କିପରି ଭାବରେ ଆମେ ପବିତ୍ର ହେଇପାରିଲୁ? କିପରି ଭାବରେ ଆମେ ଆଶୀର୍ବାଦ ପ୍ରାପ୍ତ ହେଇପାରିଲୁ? ଭାଇ ଭଉଣୀ ମାନେ, ଏଇଟା ଗୋଟେ ବିଷୟ ନାହିଁ ଯାହାକି ଆମେ କମ୍ପ୍ରମାଇଜ କରିବା ଦ୍ୱାରା, ଡିଲିଜ କରିବା ଦ୍ୱାରା, କାରବାର କରିବା ଦ୍ୱାରା ଆମେ ପାଇପାରିବା। ମତେ ଯେତେ ଅଧିକ ଆମେ ପ୍ରଭୁଙ୍କର ହୃଦୟକୁ ଯଦି ଆମେ ଆବିଷ୍କାର କରିବା, ମୋ ନାଁରେ କି ମୋ ପଛରେ କେତେ ଲୋକ କେତେ କଥା କହୁଛନ୍ତି। ଗୋଟେ ସମୟ ଥିଲା ସେ ବିଷୟକୁ ଶୁଣିକି ମୁଁ ବେଶୀ ରାଗି ଯାଉଥିଲି, ବିରକ୍ତ ହେଇଯାଉଥିଲି। ଧୀରେ 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 ପାଷ୍ଟର ମତେ ଚର୍ଚ୍ଚରେ ବୃଦ୍ଧି କରେଇଲେ, ଆତ୍ମିକ ଭାବରେ ବଞ୍ଚିବା ପାଇଁ ପାଷ୍ଟର ମତେ ଦୈନନ୍ଦିନ ଜୀବନରେ ମତେ କଢେଇକି ନେଲେ। ଯେମିତି ଗୋଟେ ନଦୀର ପାଣି, ଯୋଉ ପାଣି ବେଶୀ ଫୋର୍ସରେ ଯାଉଛି, ଯୋଉ ପାଣି ବହୁତ ସ୍ପିଡରେ ଆଉ ଫୋର୍ସରେ ଯାଉଛି, ସେ ପାଣି ତଳେ ଥିବା ପଥର ଗୁଡାକ ସଫା ଥାଏ। କିନ୍ତୁ ଯୋଉ ପାଣି ଧୀରେ ଯାଇଥାଏ, ସେ ପାଣି ଭିତରେ ପଥରରେ ଶିଉଳି, ମାଟି, କାଦୁଅ ଲାଗିଥାଏ, ମଇଳା ହେଇଥାଏ।
ତେଣୁକରି ଯେତେବେଳେ ଆମମାନେ ଆମ ଜୀବନକୁ ଦେଖିବା ତାହେଲେ ସମାନ ଭାବରେ ପରମେଶ୍ୱର ଆମମାନଙ୍କୁ ଯୋଉ ଅଧିକାର ଦେଇଛନ୍ତି, ପ୍ରଭୁ ଆମକୁ ଯୋଉ ଅ, ଅନୁଗ୍ରହକୁ ଦେଇଛନ୍ତି, ତାହା ମାନେ ବ୍ୟବହାର କରିବା ନାହିଁ କାହିଁକି? ତାହା କାହିଁକି ଆମମାନେ ପରିତ୍ୟାଗ କରିକି ଆମମାନେ ଅ, ନିଜର ଚିନ୍ତାକୁ ନେଇକି ବଞ୍ଚିବା ଦରକାର? ତେଣୁକରି ଯେତେବେଳେ ଯେତେବେଳେ ପରମେଶ୍ୱରଙ୍କର ସାମ୍ନାରେ ଆମେ ଆଉ ଗୋଟେ ବିଷୟ ଯଦି ଚିନ୍ତା କରିବା, ଏଇଟା ମଧ୍ୟ ବହୁତ ଆଶ୍ଚର୍ଯ୍ୟ ବିଷୟ। ଅନୁଗ୍ରହ କୋଉ ଜାଗାରେ ଅଛି ମୋ ପାଇଁ? ଦୟା କୋଉ ଜାଗାରେ ଅଛି ମୋ ପାଇଁ? ଯଦି ଦ୍ୱିତୀୟ ପୁତ୍ରକୁ ଦେଖିବା ଭାଇ ଭଉଣୀ ମାନେ, ଦ୍ୱିତୀୟ ପୁତ୍ର କୋଉ ନିର୍ଦ୍ଦିଷ୍ଟ ଜାଗାରେ କୋଉ ପରିସ୍ଥିତିରେ ବାପାଙ୍କର ପାଖକୁ ଯିବା ପାଇଁ ନିଷ୍ପତ୍ତି ନେଉଛି ସେ? ପାଷ୍ଟର କହୁଥିଲେ, ଦେର୍ ଇଜ ନଥିଙ୍ଗ ଟୁ କମ୍ପ୍ଲେନ୍ ଆବାଉଟ୍ ଏନିଥିଙ୍ଗ। ଆମ ପାଖରେ କୌଣସି ସର୍ତ୍ତ ନାହିଁ ଅଭିଯୋଗ କରିବା ପାଇଁ। ତାପରେ when we find that we all are cursed, then we can receive mercy. ଆମେ ଯେଉଁ ସମୟରେ ସମ୍ପୂର୍ଣ୍ଣ ଭାବରେ ଆମେ ଅଭିଶାପ ପାଇଛୁ କହିକି ଯଦି ଜାଣିବା, ସେ ଜାଗାରେ ଆମେ ଦୟାକୁ ମଧ୍ୟ ପାଇପାରିବା। ଆମେ ଯେଉଁ ସମୟରେ ଆମେ ସମ୍ପୂର୍ଣ୍ଣ କଦର୍ଯ୍ୟ ଅଭିଶାପ ପାଇବା, ଲୋକ ବୋଲି ପାଇବା, କୌଣସି ସ୍ଥିତିରେ ମୋର ଦ୍ୱାରା ଆଉ କିଛି ହଉନାହିଁ, ସବୁ କ୍ଷେତ୍ରରେ ମୁଁ ସମାପ୍ତ ହେଇଗଲି, ମୋ ପାଖରେ କିଛି ମଧ୍ୟ ନାହିଁ ଆଉ ଯାହାକୁ ନେଇକି ମୁଁ ବୋଷ୍ଟଫୁଲ ହେଇପାରିବି, ତାହେଲେ ସେଇ ଜାଗାରେ ଦୟା ଅଛି ବୋଲି ପ୍ରଭୁଙ୍କ ଦାସ କହୁଛନ୍ତି। ତାର ଅର୍ଥ କଣ? ଗୋଟେ ପଟେ ଯେଉଁ ସମୟରେ ଆମେ ନିଜର ଇଗୋ, ନିଜର ଗର୍ବ, ନିଜର ଦାର୍ମିକତା, ନିଜର ଉଚ୍ଚ ହୃଦୟ, ନିଜର ଉତ୍ତମତା, ନିଜର ଧାର୍ମିକତା, ଏ ସମସ୍ତ ବିଷୟ ଯେଉଁ ସମୟରେ ପ୍ରଭୁ ଆମଠାରୁ ଛଡେଇକି ନେଇଯାଉଛନ୍ତି, ଆମକୁ ଉଦ୍ଧାର କରିବା ପାଇଁ ନେଉଛନ୍ତି, ଆମକୁ ବଞ୍ଚିବା ପାଇଁ ନେଉଛନ୍ତି। ଏଇଟା ନୁହେଁ ଯେ ଆମକୁ ଲଜ୍ଜିତ କରିବା ପାଇଁ ନେଉଛନ୍ତି, ଏଇଟା ନୁହେଁ ଯେ ସେ ଆମକୁ ତୁଚ୍ଛ କରିବା ପାଇଁ ନେଉଛନ୍ତି। ଯଦି ଦ୍ୱିତୀୟ ପୁତ୍ର ଯଦି ଘୁଷୁରୀ ମାନଙ୍କର ସୀମ ଜାଗାକୁ ଯାଇକି ବାପାଙ୍କ ମନେ ପକେଇ ପାରୁଛି, କି ଯଦି ସେ ବେଶ୍ୟାଖାନାରେ ହଉ, କି ଜୁଆ ଆଡ୍ଡାରେ ହଉ, କି ମଦ ଜାଗାରେ ହଉ, ଯଦି ବାପାଙ୍କୁ ମନେ ପକେଇ ପାରୁନାହିଁ, ତାହେଲେ ସେ ଘୁଷୁରୀ ମାନଙ୍କର ସୀମ ଜାଗାରେ ଯଦି ସେ ବାପାଙ୍କ ପାଖକୁ ଯିବା ପାଇଁ ମନ ପାଉଛି, ବେଟର ହବ ସେ ସମସ୍ତ ଜାଗାରୁ ବାହାରେ ଆସିକି ସେ ଘୁଷୁରୀ ମାନଙ୍କର ସୀମ ଜାଗାରେ ପହଞ୍ଚିବା ଦରକାର। ଆମେ ଯଦି ମୋର ଉପଭୋଗ କଲା ଜାଗାରେ, ମୋର ଏନ୍ଜୟମେଣ୍ଟ କରିବାର ଜୀବନ ଜାଗାରେ, ମୁଁ ଠିକ ଥିବା ଜାଗାରେ, ମୁଁ କୌଣସି କ୍ଷେତ୍ରରେ କିଏ ମଧ୍ୟ କିଛି ମତେ ନେଗେଟିଭ କଥା ନ କୁହନ୍ତୁ, ମୋର ସମ୍ମାନ ପାଇବା ଜାଗାରେ, ହଁ, ମୁଁ ବହୁତ ଭଲରେ ବଞ୍ଚିବା ଜାଗାରେ ଯଦି ମୁଁ ବାପାଙ୍କୁ ମନେ ପକେଇ ପାରୁନାହିଁ, କି ବାପାଙ୍କ ପାଖକୁ ଫେରିବା ପାଇଁ ଚାହୁଁନାହିଁ, ପ୍ରତ୍ୟେକ ଦିନ ସକାଳେ ଆମେ ପରମେଶ୍ୱରକୁ ଭେଟିବା ଆବଶ୍ୟକ ଅଟେ। ପ୍ରତିଦିନ ସକାଳେ ଆମେ ପ୍ରଭୁଙ୍କୁ ଭେଟିବା କେମିତି? ଆମେ ସେ ଘୁଷୁରୀ ମାନଙ୍କର ସୀମ ଜାଗାରେ ନିଜକୁ ପାଇଲେ କେମିତି? ହଁ, ସତରେ ମୁଁ ଆଜି ମଧ୍ୟ ମନ୍ଦ ଲୋକ, ଆଜି ମଧ୍ୟ ମୁଁ ଲୋକ ଯେ ସଠିକ ଭାବରେ ବଞ୍ଚି ପାରିବି ନାହିଁ। ଆଜି ମଧ୍ୟ ଶୈତାନ ମୋତେ ଯେକୌଣସି ମାଧ୍ୟମରେ ସେ ମୋତେ ଠକି ପାରେ। ଯଦି ଆଜି ସକାଳେ ମୋତେ ଈଶ୍ୱରଙ୍କ ବାକ୍ୟର ସାହାଯ୍ୟ ଦରକାର, ମୋତେ ଆଜି ମନର ଗାଇଡାନ୍ସ ଦରକାର, ଯଦି ଆଜି ପ୍ରଭୁଙ୍କ ଦାସଙ୍କର ମୋତେ ପରିଚାଳନା ଦରକାର, ତାମାନେ ମଣ୍ଡଳକୁ ଫୋନ କରିବା, ଚର୍ଚ୍ଚକୁ ଫୋନ କରିକି ପାଷ୍ଟରଙ୍କ ସହିତ କଥାବାର୍ତ୍ତା କରିବା, ପାଷ୍ଟର ଆମ ଘରକୁ ଆସନ୍ତୁ, ଆମ ଘରକୁ ଆସିକି ଆପଣ ସହଭାଗିତା କରନ୍ତୁ, ଆମ ଘରକୁ ଆସିକି ପ୍ରାର୍ଥନା କରିଦିଅନ୍ତୁ, ଆମ ଘରକୁ ଆସିକି ଆପଣ ଆସିକି ବାକ୍ୟ ପ୍ରଚାର କରନ୍ତୁ। ଏମିତି କାହିଁକି ଆମେ କହିପାରିବା ନାହିଁ? ଏଟା କହିଲେ କଣ ଉଚ୍ଚ ହୃଦୟ? ଯଦି 12 ପଦରେ ଲେଖା ହେଇଛି ଯେ ସ୍ୱର୍ଗ ରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି, ପୁଣି ବଳରେ ଆକ୍ରମଣକାରୀ ମାନେ ପରାକ୍ରମରେ ତାହା ଅଧିକାର କରୁଛୁ। ଆନନ୍ଦମୟ ଭାବରେ, ଖୁସିରେ, ସାହସିକ ଭାବରେ ପରମେଶ୍ୱର ଆମମାନଙ୍କୁ ସ୍ୱର୍ଗାଜ ଦେଇଛନ୍ତି। ତେଣୁକରି ଆମେ ଯଦି ଏଭ୍ରି 10 ପର୍ବ ଖୋଲିବା, ଏଭ୍ରି 10 ପର୍ବର ମଧ୍ୟ ସମାନ ବାକ୍ୟ ଗୋଟେ ଅଛି ଏ ଜାଗାରେ ଦେଖନ୍ତୁ। ଏଭ୍ରି ତାର 10 ପର୍ବ 19 ପଦ ଦେଖିବା ଆମେ। ଏଭ୍ରି 10 ପର୍ବର 19 ପଦ। ଅତଏବ ହେ ଭାଇମାନେ, ଯୀଶୁ ବିଚ୍ଛେଦ ବସ୍ତ୍ର ଅର୍ଥାତ୍ ଆପଣା ଶରୀର ଦ୍ୱାରା ଯେ ନୂତନ ଓ ଜୀବନଦାୟକ ପଥ
ଆମମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି। ସେଇ ପଥରେ ଯୀଶୁଙ୍କ ଦ୍ୱାରା ରକ୍ତ ଦ୍ୱାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ନିମନ୍ତେ ଆମମାନଙ୍କର ସାହସ ଥିବାରୁ, ପୁଣି ଈଶ୍ୱରଙ୍କର ଗୃହ ଉପରେ ନିଯୁକ୍ତ ଆମମାନଙ୍କର ଜଣେ ମହାନ ଯାଜକ ଥିବାରୁ ଆସ ଆମମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚୀକୃତ ଓ ନିର୍ମଳ ବଳରେ ଜଳରେ ଦୌତ ଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ। ଏଠି ସାହସ ଲେଖା ହେଇଛି। କଣ ପାଇଁ ଗୋଟେ ଭଉଣୀ ମତେ କହିପାରିବେ ନାହିଁ? କଣ ପାଇଁ ଗୋଟେ ଭାଇ କହିପାରିବେ ନାହିଁ? ଚର୍ଚ୍ଚ ପାଷ୍ଟର ମୋର ଝିଅ ଆଜିକାଲି ବେଶୀ ଭୁଲ ରାସ୍ତାରେ ଯାଉଛି। ଆଜିକାଲି ମୋର ପୁଅ ମଧ୍ୟ ଭୁଲ ରାସ୍ତାରେ ଯାଉଛି। ଚର୍ଚ୍ଚକୁ ଆସିବା ତାର ମନ ନାହିଁ। ଅଧିକାଂଶ ବାପା ମା ମାନେ ନିଜର ପିଲାମାନଙ୍କର ଭୁଲ ଦେଖିକି ମଧ୍ୟ ସେମାନେ ଚର୍ଚ୍ଚକୁ ନ ଜଣେଇକି ସେମାନେ ନିଜେ ନିଜେ ସେମାନେ ସମାଧାନ କରିବା ପାଇଁ ଲୁଚଉଛନ୍ତି, ଯୋଉଦ୍ୱାରା ପରବର୍ତ୍ତୀ ସମୟରେ ବହୁତ ବଡ଼ ସମସ୍ୟା ହେଇଯାଉଛି। ଭାଇ ଆରେ ଭଉଣୀମାନେ, ମଣ୍ଡଳୀ ସହିତ ବିଶ୍ୱାସର ସମ୍ପର୍କ, ପ୍ରଭୁଙ୍କ ଦାସଙ୍କ ସହିତ ବିଶ୍ୱାସର ସମ୍ପର୍କ ଆମକୁ ବନେଇ ପାରିବ ଯଥେଷ୍ଟ ଭାବରେ ଆମ ଦୁର୍ବଳତା, ଆମ ଲଜ୍ଜାକର ବିଷୟ, ଆମର ସମସ୍ତ ବିଷୟକୁ କହିକି ସମାଧାନ କରିବା ପାଇଁ। ଆମେ ଯେତେବେଳେ ଆମେ ଆମ ଦୈନନ୍ଦିନ ଜୀବନରେ ବଞ୍ଚୁଛୁ, ଆମେ ବଳରେ ପରାକ୍ରମ ବଳରେ ଆମେ କାହିଁକି ଆକ୍ରାନ୍ତ ଭାବରେ ଆମେ ଜିତି ପାରିବା ନାହିଁ? କେମିତି? ଆମର ସମସ୍ତ ବିଷୟକୁ ଯଦି ଆମେ ଜଣାଉଛୁ, ଦେନ୍ ପ୍ରଭୁଙ୍କର ମଣ୍ଡଳୀ ଆମକୁ ସଠିକ ରାସ୍ତା ଦେବ। କିନ୍ତୁ ମୋ ଭିତରେ ମୋର ନିଜର ଅଭିଳାଷ ଧରିକି ମୋ ନିଜର ବ୍ୟକ୍ତିଗତ ଯୋଜନାକୁ ଧରିକି ନିଷ୍ପତ୍ତି ଧରିକି ମୁଁ ଯେତେବେଳକୁ ସାମ୍ନା କରୁଛି ଚର୍ଚ୍ଚରେ, ତ ପ୍ରଭୁଙ୍କ ଦାସ ଯେଉଁ ଆମକୁ ଏଇଟା ଠିକ ରାସ୍ତା ନାହିଁ, ଏଇଟା ଭୁଲ, ଏଇଟା ସଠିକ ନାହିଁ ବୋଲି କହୁଛନ୍ତି, ସେତେବେଳକୁ ସେମାନଙ୍କ ହୃଦୟରେ ଅଭିଯୋଗ ବାହାରୁଛି, ରାଗ ବାହାରୁଛି। କଣ ପାଇଁ? ସେଥିପାଇଁ ମୁଁ କହିଲି ଏ ତିନିଟା ହଉଛି ଆମର ଆତ୍ମିକ ଜୀବନର ଫାଉଣ୍ଡେସନ। ଏ ତିନିଟା ବିଷୟ ହଉଛି ଆମ ପାଇଁ ଆତ୍ମିକ ଜୀବନକୁ କଢେଇକି ନେବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୁନାଦି। ଯଦି ଆମମାନେ ଏ ତିନିଟା ବିଷୟ ସହିତ ଯଦି ଜଡ଼ିତ ହେଇପାରୁନୁ ଆମ ଜୀବନରେ, ତାହେଲେ ସଦାବେଳେ ଆମମାନେ ଦ୍ୱନ୍ଦ୍ୱରେ ବଞ୍ଚିବା ପାଇଁ ବାଧ୍ୟ ହେଇଥାଉ। ସେଥିପାଇଁ ଯେଉଁ ସମୟରେ ଆମକୁ ଭଲ ଲାଗିବା ବିଷୟ ଆମେ କରିଥାଉ, ପରବର୍ତ୍ତୀ ସମୟରେ ଆମମାନେ କଷ୍ଟ ପାଇଥାଉ ନା ନାହିଁ? ଆମର ଚର୍ଚ୍ଚରେ ଗୋଟେ ଭାଇ ଭଉଣୀ ମାନେ ବା ଗୋଟେ ସ୍ୱାମୀ ସ୍ତ୍ରୀ ମୋ ପାଖକୁ ଆସିଲେ ଗତ ବର୍ଷ ସମୟରେ, ପାଷ୍ଟର ଏମିତି 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 ବିଷୟ, ତ ଯାହା ବୋଧେ ସେମାନେ ମତେ ପ୍ରସ୍ତାବ ଦେଲେ, ମୁଁ ମନା କଲି। ମୁଁ କହିଲି ନାହିଁ ଭାଇ, ଏଇଟା ଠିକ ନାହିଁ। ଏଇ ବିଷୟ କରିବା ଦ୍ୱାରା ପରବର୍ତ୍ତୀ ସମୟରେ ଆପଣଙ୍କର ପରିବାରକୁ ସମସ୍ୟା ଆସିବ। ସେମାନେ ଯାଇକି ନାହିଁ ଇଆଡ଼େ ସିଆଡ଼େ ଏପଟେ ସେପଟେ ଲୋକଙ୍କର ପରାମର୍ଶ ଗ୍ରହଣ କରିକି ସେମାନେ ମତେ ନ କହିକି ସେମାନେ ସବୁ ଜିନିଷ କଲେ। ଦିନ ପରେ ଦିନ ବିତିଗଲା। ପରବର୍ତ୍ତୀ ସମୟରେ ବହୁତ ବଡ଼ ସମସ୍ୟାର ସମ୍ମୁଖୀନ କରିବା ପାଇଁ ବାଧ୍ୟ ହେଲେ ସେମାନେ। ମତେ କହିଲେ, ପାଷ୍ଟର ଚର୍ଚ୍ଚର ସ୍ୱର ଆମେ ଶୁଣିଲୁ ନାହିଁ, ଆମେ ପ୍ରଭୁଙ୍କର ସ୍ୱରକୁ ତୁଚ୍ଛ କଲୁ, ଆମେ ବର୍ତ୍ତମାନ ବହୁତ ବଡ଼ ଗାତରେ ଫସି ଯାଇଛୁ। ମୁଁ ସେହି ସମୟରେ ତାଙ୍କୁ କହିବା ପାଇଁ ବାଧ୍ୟ ହେଲି, ବାଇବଲରେ ପରମେଶ୍ୱରଙ୍କର ନିୟମ କଣ? ଆମମାନଙ୍କ ଆଡ଼କୁ ଈଶ୍ୱର ଆମମାନଙ୍କୁ କହିବାକୁ ଚାହୁଁଛନ୍ତି ଯେ ମୁଁ ତମକୁ ମଣ୍ଡଳୀ ଦେଇଛି, ମଣ୍ଡଳୀର ସ୍ୱର ଶୁଣ। ମୁଁ ତମକୁ ପ୍ରଭୁଙ୍କ ଦାସମାନଙ୍କୁ ଦେଇଛି, ତମେ ତାଙ୍କର ଗାଇଡାନ୍ସରେ ବଞ୍ଚ। ମୁଁ ତମମାନଙ୍କୁ ବାକ୍ୟ ଦେଇଛି, ତାଙ୍କ ଦ୍ୱାରା ସେ ବାକ୍ୟ ଦ୍ୱାରା ଉତ୍ତର ପାଉ। କିନ୍ତୁ ଯେତେବେଳେ ଆମମାନଙ୍କର ହୃଦୟରେ ଆମମାନେ ମଣ୍ଡଳୀଠାରୁ ଅଧିକ ଜ୍ଞାନୀ ଭାବିବା, ଯେଉଁ ସମୟରେ ଆମେ ପ୍ରଭୁଙ୍କ ଦାସ, ଯେଉଁ ପ୍ରଭୁଙ୍କ ଦାସଙ୍କୁ ପ୍ରଭୁ ଦେଇଛନ୍ତି ଆମକୁ, ତାଙ୍କଠାରୁ ଅଧିକ ଆମେ ଯଦି ନିଜକୁ ବୁଦ୍ଧିମାନ ଭାବିବା, ଯେଉଁ ସମୟରେ ବାକ୍ୟ ଠାରୁ ଅଧିକ ଆମ ନିଜକୁ ଯଦି ବିଶ୍ୱାସ କରିବା, ତାହେଲେ ଆମେ କୌଣସି କ୍ଷେତ୍ରରେ କିଛି ବିଷୟ ପଚାରିକି ଆମେ କରିବା ନାହିଁ। ଆମକୁ ଯେଉଁଟା ଠିକ ଲାଗିବ ଆମେ ସେ ବିଷୟ କରିବା, ଆମକୁ ଯାହା ଭଲ ଲାଗିବ ସେ ଅନୁସାରେ ଆମେ କରିବା। କିନ୍ତୁ ଭାଇ ଆରେ ଭଉଣୀ ମାନେ, ଏଇ ଜାଗାରେ ପ୍ରଭୁ ଆମକୁ ଗୋଟେ ବିଷୟ ଶିଖିବା ପାଇଁ ଚାହୁଁଛନ୍ତି। ଯେପରି ପରମେଶ୍ୱରଙ୍କର ବାକ୍ୟରେ ଲେଖା ହେଇଛି ଯେ ଅନୁଗ୍ରହ, ଆଶୀର୍ବାଦ, ସ୍ୱର୍ଗ ରାଜ୍ୟ, ଦୟା, ସମସ୍ତ ଆତ୍ମିକ ଗୁପ୍ତ ସମ୍ପତ୍ତି ମଣ୍ଡଳୀରେ ପ୍ରଭୁ ଗୁପ୍ତ କରି ରଖିଛନ୍ତି। ତ ଆମେ ତାହାକୁ କେମିତି ନେଇପାରିବା? ବଳରେ ଆମେ ଆକ୍ରାନ୍ତ କରିକି ନେଇପାରିବା? ପରାକ୍ରମରେ? ହଁ, ନେଇପାରିବା। ତ ୟାର ଅର୍ଥ କଣ? ଯଦି ମୋ ପାଖରେ ବିଶ୍ୱାସ ଅଛି, ଯଦି ମୋ ପାଖରେ ଭରସା ଅଛି, ଯଦି ମୋ ପାଖରେ ପ୍ରଭୁଙ୍କର ହୃଦୟରେ ଥିବା ମୋର ବିଷୟରେ
ପ୍ରତିଜ୍ଞାକୁ ମୁଁ ଦେଖିବି, ତାହେଲେ ମୁଁ କହିବି ଏ ମଣ୍ଡଳୀ ମୋର ଘର। ପରମେଶ୍ୱର ଦାସ ମୋ ପାଇଁ ଦିଆଯାଇଛି। ଏ ପରମେଶ୍ୱରଙ୍କର ମଣ୍ଡଳୀ ଭିତରେ ମୋର ସମସ୍ତ ଜୀବନର ବିଷୟ ଏଇ ଜାଗାରେ ଭାର ଅଛି। ତେଣୁକରି ଯେତେବେଳକୁ ମୁଁ ମୁଁ କଥାବାର୍ତ୍ତା କରିବି ପାଷ୍ଟରଙ୍କ ସହିତ, ମୁଁ ପଚାରିବି ପାଷ୍ଟରଙ୍କୁ, ମୁଁ ପାଷ୍ଟର ଏମିତି ଏମିତି ଲାଗୁଛି, ମତେ ଗାଇଡ୍ କରନ୍ତୁ, ମୁଁ ଜାଣିପାରୁନାହିଁ। ତାହେଲେ ଚର୍ଚ୍ଚ ଆମକୁ ଭୁଲ ରାସ୍ତା ଦେଖେଇବ। ମଣ୍ଡଳୀ କଣ ଆମକୁ ଗାତରେ ପଡ଼ିଲା ପରେ ଆମକୁ ଠେଲିବ। ମୁଁ ଆଜି ଆପଣଙ୍କୁ ପଚାରିବାକୁ ଚାହୁଁଛି, ମର୍ଦ୍ଦକୀୟ କଣ ଏଷ୍ଟରକୁ ମୃତ୍ୟୁ ମୁଖରେ ଛାଡ଼ିଲେ? ନଈମି ପଛରେ ଋତ ଗଲା ଧ୍ୱଂସ ହେବା ପାଇଁ? କଦାପି ନାହିଁ। ସେ ମାଛ ଯେଉଁ ଜିନିଷକୁ ଗିଳିଲା, ସେ 3 ଦିନ ଯୋଉ ମାଛ ଭିତରେ ଜିନିଷ ପ୍ରବେଶ ଗଲେ ସମୁଦ୍ର ଭିତରେ, କୌଣସି ମୃତ୍ୟୁବରଣ କରିବା ପାଇଁ କେବେ ବି ନାହିଁ। ଠିକ ସେମିତି ଯେଉଁ ସମୟରେ ମଣ୍ଡଳୀ ଠାରୁ ଆମେ ଶୁଣୁଛୁ, ଯେଉଁ ସମୟରେ ଆମେ ପ୍ରଭୁଙ୍କ ଦାସଙ୍କ ଠାରୁ କିଛି କିଛି ଶୁଣୁଛୁ, ଆମକୁ କଣ ପାଇଁ ଗ୍ରହଣ ଯୋଗ୍ୟ ହେଇପାରୁନି? ଅଧିକାଂଶ ସମୟରେ ଆମକୁ କଣ ପାଇଁ ଭଲ ଲାଗୁନାହିଁ? ବିଷୟ ଯେ ତାହା ଆମ ପାଇଁ ଉତ୍ତମ ନାହିଁ ବୋଲି ନୁହେଁ, ବିଷୟ ତାହା ଆମ ପାଇଁ ଅ, ଯଥାର୍ଥ ସଠିକ ବିଷୟ ଦିଆଯାଉଛି, କୁହାଯାଉଛି କହିକି ନୁହେଁ। ବିଷୟ ହେଉଛି, ମୁଁ ଏବେ ପର୍ଯ୍ୟନ୍ତ ସେ ଶତ ସେନାପତିକୁ ଯୋଉ ପ୍ରେରିତ ପୁସ୍ତକରେ ଜାହାଜର ନାବିକର କଥା ସେ ଶୁଣିଲେ, ପାଉଲଙ୍କର କଥା ସେ ଶୁଣିଲେ ନାହିଁ। ଆରେ ତୁ ଗୋଟେ ସାଧାରଣ ଲୋକ, ଇଏ ଜାହାଜ ନାବିକ, ଇଏ ହଉଛି ଲୋକ ଯେ କି ସବୁବେଳେ ହଁ, ସମୁଦ୍ରରେ ସେ ଜାହାଜ ନଉଛି, ତୁ କଣ ମତେ ଶିଖଉଛୁ ଆଗକୁ ଯିବା ନାହିଁ କହି? ତ ପାଉଲ କଣ କହିଲେ? ମୁଁ ଦର୍ଶନ ପାଇଛି, ଈଶ୍ୱର ମତେ ଦର୍ଶନ ଦେଇଛନ୍ତି ଯେ ଆଗକୁ ଗଲେ ଝଡ଼ ତୋଫାନ ହବ, ଆମେ ଯିବା ନାହିଁ କହିକି ପାଉଲ କହିଲେ। ତ ଆମୋସ ପୁସ୍ତକ 3:7 ଗୋଟେ ବାକ୍ୟ ଲେଖା ହେଇଛି, ମନେ ଅଛି? କଣ ଲେଖା ହେଇଛି? ଜଣେ କିଏ ହେଲେ ଅନମ୍ୟୁଟ କରିକି ପଢନ୍ତୁ। ଆମୋସ 3:7 ଗୋଟେ ବାକ୍ୟ ଲେଖା ହେଇଛି। ଜଲ୍ଦି ପଢନ୍ତୁ। ଅନମ୍ୟୁଟ ହଉଛି ନା ନାଇଁ? ହଉନାହିଁ? ହେଉଛି ପାଷ୍ଟର। ହୁଁ, ପଢନ୍ତୁ ଜଣେ କିଏ। ନିଶ୍ଚୟ ପ୍ରଭୁ ସଦାପ୍ରଭୁ ନିଜ ଗୁପ୍ତ ବିଷୟ ଆପଣା ଦାସ ଭବିଷ୍ୟତ ବକ୍ତାଗଣକୁ ପ୍ରକାଶ ନ କରି କିଛି କରନ୍ତି ନାହିଁ। ଏ ବାକ୍ୟକୁ ଯଦି ଆମ ହୃଦୟ ଭିତରେ ଆମେ ଆଜି ବିଶ୍ୱାସ କରିବା, ନିଶ୍ଚୟ ପ୍ରଭୁ ସଦାପ୍ରଭୁ ଆପଣାର ଗୁପ୍ତ ବିଷୟ ବା ମୋ ପାଇଁ ସମସ୍ତ ବିଷୟ ଯାହା ମଧ୍ୟ ପ୍ରଭୁ ଯୋଜନା କରିଛନ୍ତି ଗୁପ୍ତ ଭାବରେ ରଖିଛନ୍ତି, ସଦା ପ୍ରଭୁଙ୍କର ଭବିଷ୍ୟତ ବକ୍ତାଗଣ ମୁଖରେ, ମଣ୍ଡଳୀ ଠାରୁ, ପ୍ରଭୁଙ୍କ ଦାସଙ୍କ ମୁଖରୁ ତାହା ସ୍ୱୀକାର କରିବେ, ତାହା ଆମକୁ ପାଖକୁ ଦିଆଯିବ। ତ ମୁଁ ଯେଉଁ ସମୟରେ ମନେ ପକାଉଛି ମୋର ଜୀବନ, ପୂର୍ବ ଜୀବନକୁ ସମୟରେ କାଟିବା ସମୟରେ, ଅଧିକାଂଶ ସମୟରେ ପାଷ୍ଟର ମତେ କହୁଥିଲେ ତୋର ମୁଣ୍ଡକୁ ବ୍ୟବହାର କରନା ସନ୍ତୁ। ସେ ମୁଣ୍ଡରେ ଝାଡ଼ା ଛଡ଼ା କିଛି ନାହିଁ ଆଉ। ହଁ? ତୋର ଚାଲାକି ବ୍ୟବହାର କରେ ନା, ତୋର ମୁଣ୍ଡ ୟୁଜ କରେ ନା, ବାକ୍ୟ ୟୁଜ କରେ ତୋର ସେବା କାମ ପାଇଁ, ବାକ୍ୟ ୟୁଜ କରେ ତୋର ପରିସ୍ଥିତି ପାଇଁ, ବାକ୍ୟ ବ୍ୟବହାର କରେ ତୋର ସମସ୍ତ ବିଷୟରେ। କଣ କହୁଛନ୍ତି ପାଷ୍ଟର? ମୁଁ ବୁଝିପାରୁନାହିଁ। ଆଜି ଆମମାନେ ଅତି ସରଳ ଭାବରେ ଚିନ୍ତା କରିବା। ଆଜି ସକାଳର କଥା, ଆଜି ସକାଳେ ଆମେ ମର୍ଣ୍ଣିଂ ସର୍ଭିସ କରିବା ପାଇଁ କେମିତି ସକ୍ଷମ ହେଇପାରିଲୁ? କାରଣ ଚର୍ଚ୍ଚ କହୁଛି, ଆମ ମଣ୍ଡଳୀ ଆମକୁ କହୁଛି, ପରମେଶ୍ୱର ଦାସଙ୍କର ଦ୍ୱାରା ସଂଯୁକ୍ତ ହେଇକି ଆମମାନେ ପରିଚାଳିତ ହଉଛୁ। କିନ୍ତୁ ବିପରୀତ ଭାବରେ ଯଦି ଆମମାନେ ଏ ବାକ୍ୟକୁ ଯଦି ଆମେ ଦେଖିବା, ଏ ବାକ୍ୟ ଅନୁସାରେ ଯଦି ଚିନ୍ତା କରିବା, ତାହେଲେ ସତରେ କଣ ମୋର ସମସ୍ତ ଗୁପ୍ତ ବିଷୟ ପ୍ରଭୁଙ୍କର ଦାସଙ୍କ ମୁଖରୁ ମୋ ପାଖକୁ ଆସୁଛି? ଓ ପରମେଶ୍ୱରଙ୍କର ମଣ୍ଡଳୀରେ ମୋର ସମସ୍ତ ବିଷୟ ଗୁପ୍ତ ହେଇକି ରଖାଯାଇଛି। ତାଙ୍କ ଦାସଙ୍କର ମୁଖରୁ ଗୋଟିଏ ଗୋଟେ ବିଷୟ ବାହାରିବାଟା ଅଛି ମୋ ପାଇଁ ଗୋଟେ ବ୍ରାଇଟ୍ ଫ୍ୟୁଚର, ଆଲୋକିତ ଭବିଷ୍ୟତ ମୋ ପାଇଁ। ମୋର ଖୁସି, ମୋର ଆନନ୍ଦ, ମୋର ଶାନ୍ତି, ମୋର ସମସ୍ତ ବିଷୟ ଗୁପ୍ତ ହେଇକି ରଖାଯାଇଛି ପ୍ରଭୁଙ୍କର ଦାସଙ୍କ ଭିତରେ। ଆମେ ଯଦି ତାଙ୍କ ସହିତ ପ୍ରକୃତରେ ସଂଯୁକ୍ତ,
ଯଦି ପ୍ରକୃତରେ ଆମ ଜୀବନ ସହିତ ଜଡ଼ିତ ତାଙ୍କ ସହିତ, ମନୋର ସହିତ, ବାକ୍ୟ ସହିତ, ଆମେ କେବେ ଧୋଲିବା ନାହିଁ। ଆମେ କେବେ ମଣିଷତ୍ୱ ଭାବରେ ଡିଲ୍ କରିବା ନାହିଁ ପ୍ରଭୁଙ୍କ ସହିତ। ନିଜର ଇମୋସନକୁ ନେଇକି, ନିଜର ଫିଲିଙ୍ଗସକୁ ନେଇକି ଆମେ କେବେ ମଧ୍ୟ ଡିଲ୍ କରିବା ନାହିଁ। ନିଜର ଚାଲାକିକୁ ନେଇକି ମଧ୍ୟ ଚର୍ଚ୍ଚକୁ ଆମେ ୟୁଜ୍ କରିବା ନାହିଁ। ବଳରେ କେମିତି ମୁଁ ଆକ୍ରାନ୍ତ, ବଳରେ କେମିତି ମୁଁ ହାସଲ କରିପାରିବି? ଏଇଟା ବଳ ଭିତରେ ମୁଁ ପାଇପାରୁଛି, ଏଇଟା ହଉଛି ବିଶ୍ୱାସ, ଏଇଟା ହଉଛି ଭରସା, ଏଇଟା ହଉଛି ମୋ ପାଇଁ ବହୁତ ବଡ଼ ଶକ୍ତି, ଏଇଟା ବଳ। ସେଥିପାଇଁ ମଣ୍ଡଳୀ ଛଡ଼ା, ମଣ୍ଡଳୀର ସ୍ୱର ଛଡ଼ା, ମୋତେ ବିଳମ୍ବ ହେଲେ ହଉ, ଲେଟ୍ ହେଲେ ହଉ, ଉତ୍ତର ବିଳମ୍ବରେ ଆସିଲେ ମଧ୍ୟ ସବୁ ଠିକଟା ଆସିବ ମୋ ପାଇଁ। ଆମେ ମୋତେ ଯଦି ଜଲ୍ଦି ଯଦି ଉତ୍ତର ଚାହୁଁଛି, ମୁଁ ମଣ୍ଡଳୀ ବାହାରେ ପରାମର୍ଶଦାତା ମାନେ ଅଛନ୍ତି, ତାହେଲେ ପରବର୍ତ୍ତୀ ସମୟରେ ବହୁତ ବଡ଼ ସମସ୍ୟାରେ ଫସିଯିବି ମୁଁ। ସବୁଠାରୁ ବୁଦ୍ଧିର, ଜ୍ଞାନର ବିଷୟ କଣ? ଆଜି କାଲେବ ହେଉଛନ୍ତି ଲୋକ ଯେ କି ଏସବୁ ବଂଶଧର ଲୋକ, କିନ୍ତୁ ଏଇ ଜାଗାରେ ସେ ପୁସ୍ତକ ଯୋଉ 14 ପର୍ବ ଯାହା ଆମେ ପଢିଛୁ, ଏଠି ଦେଖନ୍ତୁ କଣ ଲେଖା ହେଇଛି। ଆ 6 ପର୍ବର 14 ପର୍ବର ଆମେ ଯୋଉ ପଢିଛୁ, ଦେଖନ୍ତୁ 11 ପଦରେ ଦେଖିବା। ତ 10 ପଦରେ ଦେଖିବା। ଏବେ ଦେଖ, ପ୍ରାନ୍ତରରେ ଇସ୍ରାଏଲ ଭ୍ରମଣ କରିବା ବେଳେ ସଦାପ୍ରଭୁ ମୂଷାଙ୍କୁ ସେହି ଯେଉଁ କଥା କହିଥିଲେ, ତତ୍ବଧି ସଦାପ୍ରଭୁ ଆପଣା ବାକ୍ୟ ଅନୁସାରେ ମୋତେ 45 ବର୍ଷ ହେଲା ଜୀବିତ ରଖିଛନ୍ତି। ଏଣୁ ଏବେ ଦେଖ, ମୁଁ ଆଜି 4 କୋଡ଼ି 5 ବର୍ଷ ବୟସ୍କ ହୋଇଅଛି। ତଥାପି ମୂଷା ଯେଉଁ ଦିନ ମୋତେ ପଠାଇଥିଲେ, ସେଦିନ ମୁଁ ଯେପରି ବଳବାନ ଥିଲି, ସେପରି ଆଜି ଅଛି। ଯୁଦ୍ଧ କରିବା ପାଇଁ ଓ ବାହାରେ ଭିତରେ ଯିବା ଆସିବା ପାଇଁ ସେ ସମୟରେ ମୋର ଯେପରି ବଳ ଥିଲା, ସେପରି ଏବେ ମଧ୍ୟ ମୋର ବଳ ଅଛି। ଏ ହେତୁ ସେଦିନ ଏଇ ଯେଉଁ ପର୍ବତ ବିଷୟରେ ସଦାପ୍ରଭୁ କହିଥିଲେ, ତାହା ମୋତେ ଦିଅ, କାରଣ ଅନାକ୍ୟ ମାନେ ସେଠାରେ ଥାନ୍ତି ଓ ନଗରମାନ ବୃହତ ପ୍ରାଚୀର ବିଶିଷ୍ଟ ବେଷ୍ଟିତ। ଏହା ତୁମେ ସେଇଦିନ ଶୁଣିଥିଲ। ହୋଇପାରେ ସଦାପ୍ରଭୁ ମୋର ସଙ୍ଗରେ ହେବେ, ପୁଣି ମୁଁ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେମାନଙ୍କୁ ତୋଡ଼ିଦେବି। 13 ପଦ, ଏଥିରେ ଜିହୋଶିଓ ତାହାକୁ ଆଶୀର୍ବାଦ କଲେ। ପୁଣି ସେ ଜିଫୋନିଓ ପୁତ୍ର କାଲେବଙ୍କୁ ଅଧିକାର ଥାଏ ହିବ୍ରଣ ଦେଲେ। 14 ପଦ, ଏ ହେତୁ ଆଜି ପର୍ଯ୍ୟନ୍ତ ହିବ୍ରଣ କନିଷ୍ଠର ଜିଫୋନିର ପୁତ୍ର କାଲେବଙ୍କର ଅଧିକାର ହୋଇଅଛି, ଯେହେତୁ ସେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଇସ୍ରାଏଲ ପର୍ବ ସଙ୍ଗ ଅନୁଗତ ହୋଇଥିଲେ। ଆମେ ଏବେ କାଲେବଙ୍କୁ ହିବ୍ରଣକୁ ଦିଆଗଲା ମଧ୍ୟ। କିପରି ଭାବରେ ଏଇ ଜାଗାରେ ଆମେ ସିକ୍ରେଟକୁ ବା ଗୁପ୍ତ ବିଷୟକୁ ପାଇପାରୁଛୁ? ଏଇ ଜାଗାରେ 14 ପଦ ଲେଖା ହେଇଛି। Hebron therefore became the inheritance of Caleb the son of Jephunneh the Canaanite to this day, because he followed the Lord God of Israel. এই ଜାଗାରେ କାଲେବ ଈଶ୍ୱରଙ୍କର ଅନୁଗାମୀ ହେଲେ। ତ ଯଦି ଆମେ ଈଶ୍ୱରଙ୍କ ଅନୁଗାମୀ ହେବା, କେମିତି? ଈଶ୍ୱରଙ୍କର ମଣ୍ଡଳୀରେ ପ୍ରଭୁ ଆମକୁ ଯଥେଷ୍ଟ ଗାଇଡ କରୁଛନ୍ତି। ଆମେ ଯେଉଁ ସମୟରେ ମଣ୍ଡଳୀର ଗାଇଡାନ୍ସରେ ବଞ୍ଚିବା, ଆମକୁ ଭଲ ଲାଗୁ କି ଆମକୁ ଠିକ ଲାଗୁ କି ଭଲ ନ ଲାଗୁ, ତାହା ଇମ୍ପୋର୍ଟାଣ୍ଟ ନାହିଁ। ପାଷ୍ଟର ପାର୍କ କହିଲେ, ତମେ ଯାଅ, ତମେ ପ୍ରଚାର କର। ବ୍ରାଜିଲର ପାଷ୍ଟରଙ୍କୁ, ବ୍ରାଜିଲର ମିଶନାରୀକୁ କହିଲେ, ତମେ ଯାଅ, ଆଉ ତମେ ସେ ଜାଗାରେ ଏରୋପ୍ଲେନରେ ଯାଅ, ବସିକି ଯାଅ। ସେ କିଏ ବି ନାହିଁ, ସେ ଦେଶର ଭାଷା ବି ଜଣା ନାହିଁ, କିନ୍ତୁ ମଝିରେ ଆମର ୱିଣ୍ଟର କ୍ୟାମ୍ପର ରିଟ୍ରିଟ୍ର ବାକ୍ୟ ଶୁଣୁଥିଲା। ମାନେ ସେ ପାଷ୍ଟର ଯୋଉ ସାକ୍ଷ୍ୟ ଦେଲେ, ମୁଁ ଆଶ୍ଚର୍ଯ୍ୟ ହେଇଗଲି ଶୁଣିକି। ପରମେଶ୍ୱର ଗୋଟିଏ ଗୋଟିଏ ଦିନ ସେ ପାଷ୍ଟରଙ୍କ ପାଇଁ କାମ କରିକି ଆସିଲେ। ଏଇ ଜାଗାରେ ମଧ୍ୟ ପ୍ରଭୁଙ୍କ ଦାସ ଆମମାନଙ୍କ ପାଖକୁ ଆସିଲେ, ଆଉ ସେ ଆମମାନଙ୍କୁ କହିଲେ, ଆମେ ପଇସାରେ ଜମି କିଣିବା ନାହିଁ, ଆମେ ପଇସାରେ ବିଲ୍ଡିଂ ବନେଇବା ନାହିଁ, ଆମେ ପ୍ରଭୁଙ୍କ ଠାରୁ ପାଇକି କରିବା। ପରମେଶ୍ୱର ଗୋଟିଏ ଗୋଟେ ବିଷୟକୁ ଆମକୁ ଦେବା ପାଇଁ ଆରମ୍ଭ କଲେ। ସତରେ ଯଦି ଆମେ ଏଠି କାଲେବଙ୍କ ସଦୃଶ,
ଯଦି ଆମମାନେ ମଧ୍ୟ ପ୍ରଭୁଙ୍କର ଅନୁଗାମୀ ହଉଛୁ, ଯଦି ଆମମାନେ ଈଶ୍ୱରଙ୍କର ଦାସଙ୍କ ସହିତ ମଣ୍ଡଳୀ ସହିତ ବାକ୍ୟ ସହିତ ଜଡ଼ିତ ହଉଛୁ, ଏଇ ଦିନକରେ ପ୍ରଭୁ ଆମକୁ ତାଙ୍କ ଦାସଙ୍କ ଦ୍ୱାରା ଅନେକ ଗୁଡ଼ିଏ ପ୍ରସ୍ତାବ ଦଉଛନ୍ତି। ତ ସତ କଥା, ଛୋଟ ବିଷୟ ଏଇଟା। ଗୋଟେ ଦିନ ଯାଇକି ପ୍ରଚାର କଲେ ଶାନ୍ତି ଲାଗୁଛି, ଖୁସି ଲାଗୁଛି। ସହଭାଗିତା କଲେ, ବାଇବଲ ପଢିଲେ, ପ୍ରାର୍ଥନା କଲେ, ଈଶ୍ୱରଙ୍କର ଦାସଙ୍କର ସ୍ୱର ଶୁଣିକି ନ ବୁଝିକି ମଧ୍ୟ ଯଦି ପାଦ କାଢିକି ଆଗକୁ ଯିବାକୁ ହଉଛି, ମଣ୍ଡଳୀ ମତେ ଯାହା ମଧ୍ୟ କରିବା ପାଇଁ କହୁଛି, କାର୍ଯ୍ୟ କରିବା ପାଇଁ ଷ୍ଟେପ କାଢୁଛି, ଅଭାବ ଦେଖାଯାଉଛି, କଷ୍ଟ ଦେଖାଯାଉଛି, ଅସୁବିଧା ଦେଖାଯାଉଛି, କିନ୍ତୁ ବେଶୀ ଆଶ୍ଚର୍ଯ୍ୟ ବିଷୟ, ଖୁସି ମିଳୁଛି, ଆନନ୍ଦ ମିଳୁଛି, ଶାନ୍ତି ମିଳୁଛି। ମୁଁ ଯେତେବେଳେ ମୋର ନିଜର କାଲକୁଲେସନ କରିବାରେ ବ୍ୟସ୍ତ ରହୁଛି, ମୁଁ ଯେଉଁ ସମୟରେ ମୋର ନିଜର ଭିତରେ ମୁଁ ବ୍ୟସ୍ତତାରେ ଘୁରି ବୁଲୁଛି, ମୋର ମାଇଣ୍ଡ, ମୋର ଚିନ୍ତା ଆଲିଆ ହେଇଯାଉଛି। ମୁଁ ଏମିତି କାହିଁକି ହେବା ଦରକାର, ସେମିତି କାହିଁକି? ଏଠି ଚର୍ଚ୍ଚରେ କେତେ ଲୋକ ଅଛନ୍ତି ମାନେ ବିଚାରକର୍ତ୍ତା ହେଇଛନ୍ତି, ସେମାନେ ଏମିତି କାହିଁକି ହେଉଥିବା ଦରକାର, ସେମିତି କାହିଁକି ହେବା ଦରକାର, ଏଇଟା ଠିକ ନାହିଁ, ଏଇଟା ବେଶୀ ଭୁଲ ଜିନିଷ। ମୁଁ ବିଚାରକର୍ତ୍ତା। ମୁଁ ଯଦି ପ୍ରଭୁଙ୍କୁ ବିଶ୍ୱାସ କରୁଛି, ତାହେଲେ ମୁଁ ବିଚାରକର୍ତ୍ତା ନାହିଁ। ବିଚାରକର୍ତ୍ତା ହଉଛନ୍ତି ପରମେଶ୍ୱର। କିଏ କଣ କଲା କି ମୁଁ କଣ କରୁଛି, ପରମେଶ୍ୱର ସବୁ ବିଷୟ ଦେଖୁଛନ୍ତି। ପରମେଶ୍ୱର ହଉଛନ୍ତି ବିଚାରକର୍ତ୍ତା, ପ୍ରଭୁ ହଉଛନ୍ତି ପରିତ୍ରାଣ ଦାତା, ପ୍ରଭୁ ହଉଛନ୍ତି ବ୍ୟବସ୍ଥା ଦାତା, ପ୍ରଭୁ ହଉଛନ୍ତି ବିଚାରକର୍ତ୍ତା। ମୋର ଜାଗା ହଉଛି ତଳେ ବସିକି ମରିୟମ ସଦୃଶ ବାକ୍ୟ ଶୁଣିବାଟା। ମୋର ଜାଗା ନାହିଁ କୋଉଟା ଠିକ କୋଉଟା ଭୁଲ ବୋଲି କହିବାଟା। ମଣ୍ଡଳୀ ଯଥେଷ୍ଟ ମୋ ଠାରୁ ଜ୍ଞାନୀ, ପରମେଶ୍ୱର ଯଥେଷ୍ଟ ଭାବରେ ସକ୍ଷମ ସମସ୍ତ ବିଷୟକୁ ସଠିକ ଭାବରେ ଦର୍ଶାଇବା। ଲାଷ୍ଟରେ ମୁଁ ଗୋଟେ ବିଷୟ କହିବି, ଆମେ ଗୋଟେ ବାକ୍ୟ ଦେଖିବା, ଦ୍ୱିତୀୟ ବଂଶାବଳୀ ଟିକେ ସରି, ଦ୍ୱିତୀୟ ନୁହେଁ, ପ୍ରଥମ ବଂଶାବଳୀ ପ୍ରଥମ ବଂଶାବଳୀ 21 ପର୍ବର 16 ପଦ ଟିକେ ଦେଖିବା। ଜଣେ କିଏ ପଢନ୍ତୁ ଓଡ଼ିଆରେ। ପ୍ରଥମ ବଂଶାବଳୀ 21 ପର୍ବର 16 ପଦ। ତହୁଁ ଦାଉଦ ଅନାଇ ସଦାପ୍ରଭୁଙ୍କ ଦୂତକୁ ପୃଥିବୀ ଓ ଆକାଶ ମଧ୍ୟରେ ଠିଆ ହୋଇ ଆପଣା ହସ୍ତରେ ନିଷ୍କୋଷ ଖଡ୍ଗ ଜିରୁସାଲମ ଉପରେ ପ୍ରସାରିତ କରିଥିବାର ଦେଖିଲେ। ସେତେବେଳେ ଅଖାବସ୍ତ୍ର ପରିହିତ ଦାଉଦ ଓ ପ୍ରାଚୀନମାନେ ମୁହଁ ମାଡ଼ି ପଡ଼ିଲେ। ହଁ, ତ ଦାଉଦଙ୍କର ଘଡ଼ିସନ୍ଧି ମୁହୂର୍ତ୍ତ ଗୋଟେ ଆସିଲା, ଯାହାକି ଆମେ ସମସ୍ତେ ଜାଣିଛୁ ବସିବାଙ୍କ ବିଷୟ। ଅନେକ ଲୋକମାନେ ଅନେକ କଥା କହିଲେ ଦାଉଦଙ୍କର ବିଷୟରେ। ଦାଉଦଙ୍କୁ ସେମାନେ ଅଭିଶାପ ଦେଲେ, ଦାଉଦଙ୍କୁ ସେମାନେ ବହୁତ ଅଭିଯୋଗ କଲେ। ତାଙ୍କ ନିଜର ପାଖରେ ଥିବା ଲୋକମାନେ ମଧ୍ୟ ତାକୁ ବିରୋଧ କଲେ। କିନ୍ତୁ ପରମେଶ୍ୱର ବହୁତ ଆଶ୍ଚର୍ଯ୍ୟ ଭାବରେ ଦାଉଦଙ୍କର ସମସ୍ତ ବିଷୟକୁ ଯେତେବେଳେ ଦେଖୁଛନ୍ତି,
ଦାଉଦକୁ କେ ମଧ୍ୟ ଛାଡୁନାହାନ୍ତି। ଯଦିଓ ସେଠି ଅନେକ ଲୋକ ଦାଉଦଙ୍କ ବିରୋଧରେ ଗଲେ, କିନ୍ତୁ ପ୍ରଭୁ ଦାଉଦକୁ ସ୍ଥାପନ କଲେ। କାହିଁକି? କାରଣ ପରମେଶ୍ୱର କେବେ ମଧ୍ୟ ମଣିଷର କାର୍ଯ୍ୟ, ମଣିଷର ବ୍ୟବହାର ଦ୍ୱାରା ପ୍ରଭାବିତ ହେଇକି ତାଙ୍କର ନିଜର ଯୋଜନାକୁ ପରିବର୍ତ୍ତନ କରନ୍ତି ନାହିଁ। ଯଦି ଆମେ ଗୀତ ସଂହିତା 34 ପର୍ବର 18 ପଦ ଯଦି ଆମେ ଦେଖିବା, ସେଠି ମଧ୍ୟ ଗୋଟେ ବାକ୍ୟ ଲେଖା ହେଇଛି। ଗୀତ ସଂହିତା 34 ପର୍ବର 18 ପଦ, ସଦାପ୍ରଭୁ ଭଗ୍ନାନ୍ତକରଣ ମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଓ ସେ ଚୂର୍ଣ୍ଣମନା ମାନଙ୍କୁ ତ୍ରାଣ କରନ୍ତି ଲେଖା ହେଇଛି। ଯଦି ଆମେ ଜାଣୁଛୁ ଆମେ ସବୁଆଡୁ ଯଦି ଆମେ ବିନଷ୍ଟ ହେଲା ପରି ଲାଗୁଛି, କିଛି ଅସୁବିଧା ନାହିଁ। କିନ୍ତୁ ସେଇଠି ଗୋଟେ ବ୍ୟକ୍ତି ଯେ କି ଧ୍ୱଂସ ହେଇଛି, କି ତାର ହୃଦୟ ନମ୍ର ଅଛି, ପରମେଶ୍ୱର ସେ ନମ୍ର ହୃଦୟ ପାଇଁ ଦୟା ଦେବେ। ମତେ ସେଇଠି ଗୋଟେ ବ୍ୟକ୍ତି ଅଛି, ଯୋଉ ବ୍ୟକ୍ତି କି ଧ୍ୱଂସ ହେଇ ସାରିଲା ପରେ ମଧ୍ୟ ତାର ହୃଦୟ ବହୁତ ଉଚ୍ଚରେ ଅଛି, ଦେନ୍ ସେଇ ଲୋକ ଦୟା କେ ମଧ୍ୟ ପାଇପାରିବ ନାହିଁ। ସେଥିପାଇଁ ପରମେଶ୍ୱର କଣ କହିବାକୁ ଚାହୁଁଛନ୍ତି? ପ୍ରଭୁ କହିବାକୁ ଚାହୁଁଛନ୍ତି ଯେ ତମେ ମୋର ଆଶୀର୍ବାଦକୁ ତମେ ବଳରେ ନେଇଯାଅ, ପରାକ୍ରମରେ ତମେ ନିଅ। ଚର୍ଚ୍ଚ ମୋର, ମଣ୍ଡଳୀକୁ ଦେଇଛନ୍ତି ପ୍ରଭୁ ମୋ ପାଇଁ, ମଣ୍ଡଳୀର ପ୍ରଭୁ ଦାସକୁ ଦିଆଯାଇଛି ମୋ ପାଇଁ, ପ୍ରଭୁଙ୍କର ବାକ୍ୟ ମତେ ଦିଆଯାଇଛି। ସେଥିପାଇଁ ଯେମିତି ଜିହୋସିଓ ପୁସ୍ତକରେ ଆଜି ଆମେ ଦେଖୁଛୁ ଯେ କାଲେ ସଦାପ୍ରଭୁଙ୍କର ଅନୁଗାମୀ ହେଲେ, ପ୍ରଭୁଙ୍କ ସହିତ ସେ ବଞ୍ଚିଲେ, ଯଦିଓ ସେ ଜଣେ ଏସବୁ ବଂଶର ଲୋକ। ଆଜି ଯଦି ଆମେ ଗୋଟେ କଦର୍ଯ୍ୟ ଲୋକ, ଆମେ ଯଦି ଗୋଟେ ଖରାପ ଲୋକ, ମନ୍ଦ ଲୋକ, ଦୁଷ୍ଟ ଲୋକ, କିନ୍ତୁ ପ୍ରଭୁ ଆମମାନଙ୍କୁ ସୁସମାଚାରର ମଞ୍ଜି ଦେଇଛନ୍ତି, ପ୍ରଭୁ ଆମମାନଙ୍କୁ ପ୍ରତିଜ୍ଞା ଦେଇଛନ୍ତି। ଆମେ ବଳପୂର୍ବକ ଭାବରେ ଚର୍ଚ୍ଚର ଆଶୀର୍ବାଦ ନେଇପାରିବା। ବଳପୂର୍ବକ ଭାବରେ ଆମର ଚର୍ଚ୍ଚ ଆମେ ପ୍ରଭୁ ଦାସଙ୍କ ଠାରୁ, ମଣ୍ଡଳୀ ଠାରୁ, ବାକ୍ୟ ଠାରୁ ଆମେ ଆମର ଜୀବନରେ ଆନନ୍ଦମୟ ଜୀବନ, ଖୁସି ରହୁ, ଉତ୍ତମ ଭବିଷ୍ୟତ ହଉ, ଆମେ ଚର୍ଚ୍ଚ ଠାରୁ, ପ୍ରଭୁଙ୍କ ଠାରୁ ଆମେ ପାଇପାରିବା। କିନ୍ତୁ ଆମର ଜୀବନରେ ଆମେ ଏଟଲିଷ୍ଟ ଯଦି ଆମେ ଏ ବିଷୟକୁ ଶିଖିଥିବା, ଯାହାକି ପ୍ରଭୁ ଆମକୁ ଶିଖିବା ପାଇଁ ନିହାତି ଜରୁରୀ ମନେ କରୁଛନ୍ତି, କଣ? ଆମ ନିଜର ସମସ୍ତ ବିଷୟକୁ ପରିତ୍ୟାଗ କରିବାଟା। The best condition for myself is to forsake myself. ମୋ ପାଇଁ ସବୁଠାରୁ ଉତ୍ତମ ବିଷୟ ହେଉଛି କଣ? ନିଜକୁ ପରିତ୍ୟାଗ କରିବା ପାଇଁ। ଆମେ ଶିକ୍ଷିତ ହେବା ଦରକାର ପାଉଲଙ୍କ ସଦୃଶ। ଅଭାବରେ ମଧ୍ୟ ମୁଁ ଶିକ୍ଷିତ, ଆନନ୍ଦରେ ବଞ୍ଚିବା ପାଇଁ, ପରିପୂର୍ଣ୍ଣତାରେ ମଧ୍ୟ ମୁଁ ଶିକ୍ଷିତ ବଞ୍ଚିବା ପାଇଁ। ଆଜି ଅନେକ 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 ବିଷୟ ଦାଉଦଙ୍କ ନିକଟକୁ ଆସିଲା, ଯାହାକି ନେଗେଟିଭ ଜିନିଷ। ରକ୍ତ ପିପାସୀ ମନୁଷ୍ୟ ତୁ, ପ୍ରଭୁ ତୋ ଅଭିଶାପ ଦେଲେ, ପ୍ରଭୁ ତୋତେ ପରିତ୍ୟାଗ କଲେ କହିକି ଅନେକ କଥା ଆସିଲା। ଆଜି ଆମର ମଣ୍ଡଳୀକୁ ମଧ୍ୟ ଅନେକ ଅନେକ ବିଷୟ ଗୁଡାକ ଆକ୍ଷେପ ଆସୁଛି। ଏ ଚର୍ଚ୍ଚରେ ଟଙ୍କା ମଗା ଯାଉଛି, ଏ ଚର୍ଚ୍ଚ ଧ୍ୱଂସ ହେଇଗଲା, ଏ ଚର୍ଚ୍ଚରେ ଆଉ କିଛି ନାହିଁ। ତାହେଲେ ପରମେଶ୍ୱର ଗଲେ କୁଆଡେ? ମଣ୍ଡଳୀ କେବେ ମଧ୍ୟ ଦହଲିବ ନାହିଁ, ଭାଇଆରେ ପଡ଼ିବ ନାହିଁ। ମଣ୍ଡଳୀ କେବେ ଧ୍ୱଂସ ହବ ନାହିଁ। ପରମେଶ୍ୱର ମଣ୍ଡଳୀକୁ ସ୍ଥାପନ କରୁଛନ୍ତି। ସେଥିପାଇଁ ଈଶ୍ୱରଙ୍କ ସାମ୍ନାରେ ଯଦି ଆମେ ଏ ବିଷୟକୁ ଜାଣିବା, ତାହେଲେ ଆମେ ଅଧିକରୁ ଅଧିକ ଗଭୀର ଭିତରେ ଆମେ ପ୍ରବେଶ କରିପାରିବା। ସତରେ ମୁଁ ଯେତେବେଳେ ଆମର କୋରିଆନ ପାଷ୍ଟରଙ୍କୁ ଦେଖୁଛି, ସେମାନେ ଜଣେ ଜଣେ ମୁକ୍ତା ସଦୃଶ ଲାଗୁଛି ମତେ। ମୁକ୍ତାଠୁ ଆହୁରି ଅଧିକ ଗୁରୁତ୍ୱ ମୂଲ୍ୟବାନ ଲୋକ ସେ। ପ୍ରଭୁଙ୍କ ବାକ୍ୟ ଯଦି ଶୁଣୁଛି, ମୋର ହୃଦୟରେ ମୁଁ ଶକ୍ତି ପାଉଛି। ପ୍ରଭୁଙ୍କ ବାକ୍ୟର ସହଜତା ପାଉଛି, ଦେନ୍ ମୋର ହୃଦୟ ଶାନ୍ତ ହୃଦୟ ପାଉଛି। ମୋର ଚିନ୍ତାକୁ ଅନୁଗମନ କରୁଛି, ବିଭ୍ରାଟ ହଉଛି, ଦିନ ସାରା ବିରକ୍ତ ଲାଗୁଛି, ଚିଡ଼ି ଚିଡ଼ି ଲାଗୁଛି, ଭଲ ଲାଗୁନାହିଁ। ୟା ନା ତା ନା, ଏଇଟା ସେଇଟା, ଏମିତି କାହିଁକି, ସେମିତି କାହିଁକି ଦରକାର। ମୋର ହୃଦୟ ବନ୍ଦ କରିଦେବି, ମତେ ଇଚ୍ଛା ଲାଗୁନି ଚର୍ଚ୍ଚରେ। ସବୁ କଚରା ଗୁଡାକ ଯାକ। ବୁଦ୍ଧିମାନର ଜୀବନ ହଉଛି, ଜ୍ଞାନୀର ଜୀବନ ହଉଛି, ସଠିକ ଭାବରେ ପ୍ରଭୁଙ୍କ ସାମ୍ନାରେ ଆଲୋକିତ ଜୀବନ ହଉଛି ଆମେ ଯେଉଁ ସମୟରେ ବଳରେ, ପରାକ୍ରମରେ ଆମେ ଆକ୍ରାନ୍ତ କରୁ। ଆଉ ଆମେ ଚର୍ଚ୍ଚର ହୃଦୟକୁ ଯଦି ଆମେ ଜାଣିପାରିବା, ତାର ସିକ୍ରେଟକୁ, ତାହେଲେ ଆମେ ପ୍ରଭୁଙ୍କ ପାଖରେ ଅଳି କରିପାରିବା। ହେ ପ୍ରଭୁ, ତମର ଉତ୍ତର ନ ଆସିଲା ପର୍ଯ୍ୟନ୍ତ ମୁଁ କୌଣସି ମେଥଡକୁ ୟୁଜ କରିବି ନାହିଁ। ତମ ଠାରୁ ମୁଁ ଉତ୍ତର ନ ପାଇଲା ପର୍ଯ୍ୟନ୍ତ ମୁଁ କୌଣସି କ୍ଷେତ୍ରରେ କିଛି ବି କରିବି ନାହିଁ। ପ୍ରଭୁ, ତମେ ଜୀବନ୍ତ, ଯଦି ତୁମେ ମତେ ତମ କାର୍ଯ୍ୟ ଦେଖାଅ, ତମେ ଜୀବନ୍ତ, ତାହେଲେ ତମେ ମତେ ଅନୁଗ୍ରହ କର। ଭାଙ୍ଗି ଯାଇଥିବା ହୃଦୟ, ଚୂର୍ଣ୍ଣ ହୋଇଥିବା ହୃଦୟକୁ ପ୍ରଭୁ ତ୍ରାଣ କରନ୍ତି ଲେଖା ହେଇଛି, ଦୟା ଦିଅନ୍ତି। ପ୍ରଭୁ ଆମମାନଙ୍କ ପାଇଁ
କାମ କରୁଛନ୍ତି ଭାଇ ଆରେ ଭଉଣୀମାନେ। ଆଜି ଝିଅ ସେ ପୁସ୍ତକ 14 ପର ବାକ୍ୟକୁ ପଢିକି ମୁଁ ଯଦି କହିବାକୁ ଚାହୁଁଛି ଯେ ହଁ କାଲେ ଯଦି 100 ବର୍ଷ ଲୋକ ମାତ୍ର ସେ 74,000 ଲୋକର ପ୍ରତିନିଧି ହେଇଗଲେ ଯୋଗଦାନ। ଆଜି ମଧ୍ୟ ପ୍ରଭୁ ଆମକୁ ମଣ୍ଡଳୀ ଦେଇଛନ୍ତି। ଗତକାଲି ମଧ୍ୟ ପରଦିନ ମଧ୍ୟ ଯେଉଁ ରବିବାର ଦିନ ଆମେ ଶୁଣିଲୁ ଅବ୍ରାହ୍ମଣଠାରୁ ଯୋଉ ଗୋଷ୍ଠୀ ଉତ୍ପନ୍ନ ହବ ସେ ଗୋଷ୍ଠୀ ଠାରୁ ଏ ପୃଥିବୀର ଯାବତୀୟ ଗୋଷ୍ଠୀ ଆଶୀର୍ବାଦ ପ୍ରାପ୍ତ ହେବେ। ଆଜି ଆମମାନେ ଯେମିତି ଛୁଆମାନଙ୍କ ପରି ନ ହୋଇ ଇମୋସନ ଫିଲିଙ୍ଗସ୍ ଦ୍ୱାରା ନ ଧରାଯାଇକି ଆମେ ଯେପରି ବୁଦ୍ଧିମାନ ଭାବରେ ଅଧିକରୁ ଅଧିକ ମଣ୍ଡଳୀ ସହିତ ଜଡ଼ିତ ହେବା। ଆମର ଆଶୀର୍ବାଦର ଗୁପ୍ତ ଚାବିକାଠି ମଣ୍ଡଳୀ ଭିତରେ ଅଛି। ଆମର ଖୁସି, ଆମର ଆନନ୍ଦ, ଆମର ଶାନ୍ତି ସମସ୍ତ ବିଷୟ ପ୍ରଭୁଙ୍କ ବାକ୍ୟ ଭିତରେ ଅଛି। ସେଥିରେ ଶୈତାନ ଜୋର ସୋର୍ସରେ ଯେମିତି ହେଲେ ମଧ୍ୟ ଏ ତିନିଟା ବିଷୟକୁ ଭାଙ୍ଗି ଦେବା ପାଇଁ ଚାହୁଁଛି ଆମ ଜୀବନରେ। ମଣ୍ଡଳୀ ପ୍ରଭୁଙ୍କର ଦାସ ଆଉ ପ୍ରଭୁଙ୍କ ବାକ୍ୟକୁ ଅବିଶ୍ୱାସ କରିବା ପାଇଁ ସେ ପଛରେ ବହୁତ ଚାଲାକରେ କାମ କରୁଛି। ଦେଖୁନୁ ଆଉ ଚର୍ଚ୍ଚ କିଛି ଚିନ୍ତା କରୁନି ତୋର ପିଲାଙ୍କ ପାଇଁ। ହେଲେ ତୁ ନିଜେ ନିଜେ ରାସ୍ତା ଖୋଜେ, ତୁ ନିଜେ ନିଜେ କିଛି କରିବା ଦରକାର ନା। ସମୟ ଗୋଡ଼ି ଗୋଡ଼ି ଯାଉଛି, କଣ କରିବୁ ତୁ? ପରମେଶ୍ୱର ଅଛନ୍ତି। ଆମେନ୍। ପ୍ରଭୁ ଆମ ପାଇଁ ଅଛନ୍ତି। ଅହରହ ପ୍ରଭୁ ଆମ ପାଇଁ କାମ କରୁଛନ୍ତି। ସଠିକ ସମୟରେ ସଠିକ ବିଷୟକୁ ପ୍ରଭୁ ଆମକୁ ଦଉଛନ୍ତି। ସେଥିପାଇଁ ଆଜି ସକାଳେ ଆମେ ସମର୍ପଣ ଯଦି କରିବା ପ୍ରଭୁଙ୍କ ପାଖରେ ଆମର ଜୀବନ ବଳପୂର୍ବକ ଭାବରେ ମାନେ ଏ ଜାଗାରେ ବିଶ୍ୱାସରେ ଆମେ ବିଶ୍ୱାସ କରିବା ଆବଶ୍ୟକ ଅଟେ। ଚର୍ଚ୍ଚ ମୋର ଘର, ମଣ୍ଡଳୀ ହେଉଛି ମୋର ପ୍ରକୃତ ବାସସ୍ଥାନ। ପ୍ରଭୁଙ୍କ ଦାସ ମୋ ପାଇଁ ଦିଆଯାଇଥିବା ପ୍ରଭୁଙ୍କ ଦାସ ସିଏ। ମୁଁ ତାଙ୍କଠାରୁ ଅଳି କରିବି, ମୁଁ ତାଙ୍କୁ ମାଗିବି। ମୁଁ ନିଜେ ନିଜେ ମୁଁ ନିଷ୍ପତ୍ତି ନେଇକି ନିଜେ ନିଜେ ମୁଁ ଯୋଜନା କରିକି କରିବାଟା ପ୍ରଭୁଙ୍କ ସାମ୍ନାରେ ଯଥାର୍ଥ ନୁହେଁ। ସେଥିପାଇଁ ମୁଁ ଆଶା କରେ ଯେପରି ଆମେ ସମସ୍ତେ ପରମେଶ୍ୱରଙ୍କର ସେଡ୍ୟୁଲ ଅନୁସାରେ କୋଉଠି ବାଇବଲ ସେମିନାର ହଉଛି, କୋଉଠି ୟୁଥ ମିଟିଂ ହଉଛି, କୋଉଠି CLF ହଉଛି, ପ୍ରଚାର କାର୍ଯ୍ୟ କୋଉଠି ହଉଛି, ସବୁ ପରମେଶ୍ୱର କରୁଛନ୍ତି। କୌଣସି ପାଷ୍ଟର କରୁନାହିଁ ଏଇଟା, କୌଣସି ଲୋକ କରୁନାହିଁ ଏଇଟା ପ୍ରଭୁ କରୁଛନ୍ତି। ତେଣୁକରି ମୁଁ ପ୍ରତ୍ୟେକ ଭାଇ ମାନଙ୍କୁ ମୁଁ କହିବାକୁ ଚାହୁଁଛି, ଚାଲନ୍ତୁ ମାଥ୍ୟୁ 11:12 ବାକ୍ୟ ଆମେ ୟୁଜ୍ କରିବା ଆମ ଜୀବନରେ। ବଳପୂର୍ବକ ଭାବରେ ସ୍ୱର୍ଗକୁ ଆକ୍ରମଣ କରୁଛନ୍ତି। କେତେ ବଢିଆ ବିଷୟ। ଆମେ ମଣ୍ଡଳୀ ଠାରୁ ସମସ୍ତ ବିଷୟକୁ ପାଇବା ପାଇଁ ପ୍ରଭୁ ଆମ ପାଇଁ ପ୍ରୟୋଜନ କରୁଛନ୍ତି। ତେଣୁକରି ମୁଁ ଆଶା କରୁଛି ଆମେ ସମସ୍ତେ ଯେପରି ଖୁସିରେ ଆନନ୍ଦରେ ଯେପରି ବଞ୍ଚିବା, ସେଥିପାଇଁ ସମସ୍ତଙ୍କୁ ପ୍ରଭୁ ବହୁଳ ରୂପରେ ଆଶୀର୍ବାଦ କରନ୍ତୁ। ମୁଁ ଆଜି ଏତିକି କହିବି, ପ୍ରାର୍ଥନା କରିବା। ମନୁଷ୍ୟ ଧନ୍ୟବାଦ ଦଉଛି ପ୍ରଭୁ, ତୁମେ ଆଜି ସକାଳେ ମନୁଷ୍ୟ ସର୍ଭିସ ଦଲ ପ୍ରଭୁ ତୁମର ଗୌରବ ପ୍ରଶଂସା କରୁଛୁ ପ୍ରଭୁ। ତୁମେ ଆମକୁ କଢେଇକି ନେଉଛ ପ୍ରଭୁ। ସେଠି ଅଧିକାଂଶ ସମୟରେ ପ୍ରଭୁ ଆମେ ନିଜର ଶରୀରର ଚିନ୍ତାରେ ଧରା ଯାଉଛୁ। ଅନେକ ବିଷୟରେ ପ୍ରଭୁ ଆକ୍ରାନ୍ତ ହଉଛୁ, କିନ୍ତୁ ତାହା କେ ମଧ୍ୟ ସଠିକ ନୁହେଁ ପ୍ରଭୁ। କିନ୍ତୁ ତୁମେ ଆଜି ଆମମାନଙ୍କୁ କହିଲ ଚର୍ଚ୍ଚ ମଧ୍ୟ ଦିଆଯାଇଛି, ମଣ୍ଡଳୀରେ ପ୍ରଭୁ ଦାସଙ୍କୁ ଦିଆଯାଇଛି। ଆମେ ଯେପରି ବିଶ୍ୱାସ ସହକାରେ ପ୍ରଭୁ ଯେପରି ଆମ ମନରେ ଆମେ ପରମେଶ୍ୱରଙ୍କ ଠାରୁ ସମସ୍ତ ଉତ୍ତର ପାଇବୁ, ପ୍ରଭୁଙ୍କ ଠାରୁ ସମସ୍ତ ବିଷୟ ପ୍ରାପ୍ତ ହେବୁ, ଯଦ୍ୱାରା ଈଶ୍ୱରଙ୍କର ଗୌରବ ପ୍ରଶଂସାର ଜୀବନ କାଟିବୁ। ସେଥିପାଇଁ ତମେ ସମସ୍ତ ବିଷୟକୁ ନିରୀକ୍ଷଣ କରିକି ତମେ ଆମକୁ ପରିଚାଳିତ କର। ଆଉ ପ୍ରଭୁ ବିଶେଷ କରି ପ୍ରାର୍ଥନା କରୁଛି ପ୍ରଭୁ ଯେପରି ଆମମାନେ ସୁସମାଚାର ପ୍ରଚାର କରିବା ପାଇଁ ବ୍ୟବହୃତ ହେଇପାରିବୁ। ଏ ବର୍ଷର ଆରମ୍ଭରେ ମଧ୍ୟ ଯେପରି ଆମମାନେ ପ୍ରଭୁ ତୁମର ସ୍ୱର ଅନୁସାରେ ବଞ୍ଚିବୁ, ସେଥିପାଇଁ ପ୍ରତ୍ୟେକ ବିଷୟକୁ ତମେ ପ୍ରଭୁ ଦେଖିକି ତୁମେ ଆମକୁ ପରିଚାଳିତ କର। ଭାଇ ଭଉଣୀଙ୍କର ଜୀବନ ପାଇଁ ପ୍ରାର୍ଥନା କରୁଛି ପ୍ରଭୁ, ତାଙ୍କର ବ୍ୟକ୍ତିଗତ ଭାବରେ ସମସ୍ତ ବିଷୟକୁ ତମେ ଗୋଟେ ଗୋଟେ ବିଷୟକୁ ନେଇକି ତମେ ତାଙ୍କୁ ପରିଚାଳନା କର। ଆଉ ଯେପରି ପ୍ରଭୁ ତୁମେ ବାକ୍ୟ ଦ୍ୱାରା ତୁମ ଦାସଙ୍କ ମୁଖରୁ ପ୍ରଭୁ ତୁମେ ଆମକୁ ସଦାବେଳେ କଥା ହେଇଥାଉ। ସେ ବିଶ୍ୱାସର ଚକ୍ଷୁ ତମେ ଦିଅ ସମସ୍ତଙ୍କ ଭିତରେ। ଆଉ ଯେପରି ଆମମାନେ ପ୍ରଭୁ ତୁମଠାରୁ ହିଁ ସମସ୍ତ ବିଷୟ ଉତ୍ତର ପାଇକି ଆଗକୁ ବଢ଼ି ସେଥିପାଇଁ ଦୟାକର। ଦିନ ସାରା ତୁମେ ଆମ ପାଇଁ କାମ କର, ତୁମେ ଆମକୁ କୋଢ଼େଇକି ନିଅ ବୋଲି ଧନ୍ୟବାଦ ଦେଇ ଏହି ପ୍ରାର୍ଥନା ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲି, ଆମେନ୍।